ଆମେ ଯେତେ ବି ସାଧନା କରୁଛୁ ପ୍ରକୃତରେ ଯୋଗ ବିଷୟରେ ବା ସିଦ୍ଧି ବିଷୟରେ ଆମର କିଛି ଧାରଣା ନାହିଁ। ଯାହା ବି ଜାଣିଛୁ ତାହା କିଛି ନୁହଁ। କେବଳ ମାଙ୍କୁ ଆମେ ଯେତିକି ଭଲ ପାଇପାରିବା, ମାଙ୍କୁ ଆମେ ଯେତିକି ନିଜ ହୃଦୟରେ ଗ୍ରହଣ କରିପାରିବା, ମା ହିଁ ସବୁ କିଛି ବୋଲି ଯଦି ଆମେ ଅନୁଭବ କରିପାରିଲୁ, ତାହେଲେ ଆମ ଭିତରେ ଆନ୍ତରିକତା ସ୍ୱାଭାବିକ ଭାବେ ଆସିବ। ଆଉ ଯଦି ଆନ୍ତରିକତା ଆସିଲା, ଯୋଗ ଭୁଲ କଲେ ମଧ୍ୟ ସେ ଠିକ ଆଡକୁ ନବ, ସିଦ୍ଧି ଆଡକୁ ନବ। ଆନ୍ତରିକତା ନଥିଲେ ଯେତେ ବି ତମେ ଯୋଗ ବିଷୟରେ ଟେକ୍ନିକ ସବୁ ଜାଣ, ସିଏ ହୁଏତ ତମକୁ କୋଉଠି ଅଟକେଇ ଦବ କିମ୍ବା କୌଣସି ରାସ୍ତାରେ ନେଇଯିବ। ତେଣୁ ମାଙ୍କୁ ଯେତେ ଅଧିକ ଆମେ ଭଲ ପାଇବୁ ସେତିକି ନିଶ୍ଚୟ ଆନ୍ତରିକ ହବୁ। ଆଉ ଯେତେ ଆନ୍ତରିକ ହବୁ, ଯୋଗ ନ ଜାଣିଥିଲେ ମଧ୍ୟ ସେ ଯୋଗ ସାଧନା ଯେତିକି ଆମେ ଜାଣିଛେ, ସେଇ ଭିତର ଦେଇକି ଆମକୁ ଧୀରେ ଧୀରେ ଠିକ ରାସ୍ତା ଆଡକୁ ଆମେ ଯାଇପାରିବୁ। ପ୍ରାୟ ଯେତେ ଜଣ ଆଶ୍ରମରେ ବହୁତ ସାଧକ ଆସିଥିଲେ, ବହୁତ ସାଧନା କରିଥିଲେ, ବହୁତ ଆଗକୁ ମଧ୍ୟ ଯାଇଥିଲେ, ମା ସେମାନଙ୍କୁ କହିଛନ୍ତି ଅଗ୍ରଗତି କରିଛନ୍ତି ବୋଲି। କିନ୍ତୁ କୋଉଠି ନା କୋଉଠି ଅନାନ୍ତରିକତା ଥିବା ଯୋଗୁ ସେମାନେ ଅଟକି ଗଲେ କିମ୍ବା ବିଦ୍ରୋହ କରିକି ଆଶ୍ରମରୁ ମାଙ୍କ ବିରୁଦ୍ଧରେ, ଶ୍ରୀ ଅରବିନ୍ଦଙ୍କ ବିରୁଦ୍ଧରେ ବିଦ୍ରୋହ କରିକି ଚାଲିଗଲେ। ତେଣୁ ଗୋଟେ ଜିନିଷ ମୁଁ ଯଦି ସବୁବେଳେ ମନେ ରଖିପାରିବି ଯେ ଯାହା ବି ହଉନା କାହିଁକି, ମୋ ଭିତରେ ଯେତେ ନିମ୍ନ ପ୍ରବୃତ୍ତି ଆସୁନା କାହିଁକି, ମୁଁ ଯଦି ମାଙ୍କର ଭଲ ପାଇବାରେ, ମାଙ୍କୁ ପାଇବାରେ, ମାଙ୍କୁ ନିଜ ଜୀବନରେ ସାର୍ଥକ କରିବାରେ ମୁଁ ଅଟକି ନ ଯିବି, ତାହେଲେ ନିଶ୍ଚିତ ଭାବରେ ଆଗେଇଯିବି। ମା ସେଥିପାଇଁ ଏ ପୃଥିବୀ ପୃଷ୍ଠକୁ ଆସିଛନ୍ତି, ଆମ ଭଳି ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ସେ ସିଦ୍ଧି ଦେବେ। ସେଥିପାଇଁ ମା ସବୁବେଳେ କହିଛନ୍ତି ତମେ ଆନ୍ତରିକ ରୁହ, ତମେ ପ୍ରକୃତରେ ଚାହୁଁଛ କି, ଏ ଦିଟା ଉପରେ ଗୁରୁତ୍ୱ ଦବ। ଆନ୍ତରିକର ପ୍ରକୃତ ଚାହିଁବାଟି ବି ଆନ୍ତରିକତାରେ ହିଁ ଗୋଟେ ପ୍ରକାଶ, ଗୋଟେ ଅଂଶ। ତେଣୁ ପ୍ରକୃତିରେ ଆମେ ସତରେ ଚାହୁଁଛୁ କି? ଯଦି ସତରେ ଚାହୁଁଛୁ ଆଉ ସତରେ ରୂପ ଦେବା ପାଇଁ ଆମ ଭିତରର ସମସ୍ତ କିଛି ମାଙ୍କ ଆଡକୁ ଯିବା ପାଇଁ ଚେଷ୍ଟା ଯଦି କରୁଛୁ, ତାହେଲେ ମା ଯୋଉ ଆସିଛନ୍ତି ଆମକୁ ଆମ ସିଦ୍ଧି ଆଡକୁ ନେଇଯିବା ପାଇଁ, ରୂପାନ୍ତର ସିଦ୍ଧି ଆଡକୁ, ତାହା ନିଶ୍ଚିତ ଭାବରେ ହେଇପାରିବ। ଆମେ ସାଧାରଣତଃ ସେତିକି ଗୁରୁତ୍ୱ ଦଉନୁ। ଥରେ ମା ଲାଇନରେ ସମସ୍ତେ ଜଗିଥିଲେ ମାଙ୍କୁ ସାକ୍ଷାତ କରିବେ ବୋଲି। ଜଣେ ସାଧିକା, ସେ ବହୁତ ସମୟ ଜଗିଲା, ତାର କୋଉଠି ଅନ୍ୟ କାମ ଅଛି ବୋଲି, ସେ ଅନ୍ୟମାନଙ୍କୁ ଫୁଲ ଦେଇକି କହିଲେ ଯେ ମୋ ତରଫରୁ ଦେଇଦବ। ମା ଏକଥା ଶୁଣିକି କହିଲେ ଯେ ମୁଁ ଦେବତା ମାନେ ମୋ ପାଇଁ ତପସ୍ୟା କରୁଛନ୍ତି, ଅସୁର ମାନେ ବି ତପସ୍ୟା କରୁଛନ୍ତି, କେତେ ଯେ କେତେ ଜଗତରେ ମୋ ପାଇଁ ପ୍ରାର୍ଥନା ଚାଲିଛି, ମୁଁ ସିଆଡେ ନ ଯାଇ ତମମାନଙ୍କ ପାଖକୁ ଆସିଛି, ତମର ସମୟ ନାହିଁ ଯେ ତମେ ମତେ ଭୁଲି ଯାଇ ଅନ୍ୟାନ୍ୟ କାମ ଭିତରେ ନିଜକୁ ସାମିଲ କରୁଛ। ତେଣୁ ଆମେ ମାନେ ଏତିକି ଗୁରୁତ୍ୱ ଦେଇନୁ ମାଙ୍କ ପାଇଁ। ମା ଆସିଛନ୍ତି, ଏଇଟା ସବୁବେଳେ ମଣିଷ ଯେତେବେଳେ ଭଗବାନ ଯେତେବେଳେ ପୃଥିବୀକୁ ଆସନ୍ତି, ମଣିଷ ଗୁରୁତ୍ୱ ଦେଇନି, ଆଉ ତାର ହିଁ ପୁନରାବୃତ୍ତି ଚାଲିଛି ବର୍ତ୍ତମାନ। ତେଣୁ ଯେତିକି ଆମେ ମାଙ୍କ କାମରେ ଗୁରୁତ୍ୱ ଦେବା, ମାଙ୍କ କାମ ପରେ ହିଁ ବାକି ସବୁ କାମ ବୋଲି ଆମେ ଜାଣିପାରିବା, ସେତିକି ଏହାର ସୁଯୋଗ ନେଇପାରିବା। ନହେଲେ ନିଜେ ହିଁ ନିଜର ବାଟକୁ ଲମ୍ବେଇ ଦଉଥିବା, କେତେ ଯେ ଜନ୍ମ ଲାଗିଯିବ ତାର ହିସାବ ନାହିଁ। ସେଇଟା ଆମେ ଯେତେବେଳେ ଆଶ୍ରମ ଆରମ୍ଭ କରିଥିଲୁ, ସେତେବେଳେ ସେ ଯୋଉ ଚାଳ ଘରଟା ତିଆରି ହଉଥିଲା, ସେଇ ସମୟରେ ଗାଁରେ ପ୍ରବଳ ବିରୋଧ ଥିଲା। ତେଣୁ ମୁଁ ନବରଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲରେ ଥିଲି, ମତେ ପ୍ରଶାନ୍ତ ଆସିଥିଲା ଡାକିବା ପାଇଁ ଯେ ଗାଁରେ ସରପଞ୍ଚ ମିଟିଂ ଚାଲିଛି, ଆପଣଙ୍କୁ ଡକେଇଛନ୍ତି। ମୁଁ ସାଙ୍ଗେ ସାଙ୍ଗେ ସାଇକେଲରେ ଯାଇ ପହଞ୍ଚିଲି। 12 କିଲୋମିଟର ଥିଲା ମାଳିଗୁଡା ନବରଙ୍ଗପୁର। ସେଠି ମିଟିଂ ଚାଲିଥିଲା, ମୁଁ ଗଲାରୁ ମତେ ଡାକିଲେ, ଗୋଟେ ସାଇଡରେ ଚେୟାର ଟା ଦେଇଥିଲେ, ବସେଇଲେ। ତାପରେ ସରପଞ୍ଚ କହିବା ଆରମ୍ଭ କଲେ।
କହିଲେ ଯେ ବ୍ରିଟିଶ ସରକାର ଯେମିତି ବିଜନେସ କରିବା ନାଁରେ ଆସିକିରି 300 ବର୍ଷ ଭାରତକୁ ଶାସନ କଲା, ଠିକ ସେମିତି ତମେ ଧର୍ମ ନାଁରେ ଆସିକି ମାଳିଗୁଡାକୁ ନେଇଯିବା ପାଇଁ ଆସିଛ। ମୁଁ ସରପଞ୍ଚ ଥିବା ପର୍ଯ୍ୟନ୍ତ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏଇ କାମଟା କରେଇଦେବିନି। ସେଇ ୱାର୍ଡ ମେମ୍ବର ସବୁ ଥିଲେ, ସେମାନେ ଟିକେ ପିଇ ଦେଇଥିଲେ, ସେମାନେ ବି କହିଲେ ହଁ ଆମେ କରେଇଦବୁନି, ଆମେ କରେଇଦବୁନି, ସେମିତି ଚଲେଇଲେ। ତାପରେ ମୁଁ କହିଲି ମତେ କିଛି କହିବା ପାଇଁ ଦବ କି? ମୁଁ କହିଲି ଯେ ତମେ ଏବେ ବିରୋଧ କରୁଛ, ମୁଁ କିନ୍ତୁ ତମକୁ ଦେଖିପାରୁଛି ତମେ ସବୁ ଆଉ କିଛି ବର୍ଷ ପରେ ତମେ ମୋ ସହିତ ମିଶିକି କାମ କରୁଛ ବୋଲି, ତେଣୁ ତମେ ମୋର ଶତ୍ରୁ ନୁହ, ତମେ ମୋର ମିତ୍ର। ଏବେ ଯୋଉ ରୂପରେ ତମେ ଅଛ ସେଇ ରୂପଟା ଠିକ ରୂପ ନୁହଁ, ଯଥାର୍ଥ ରୂପରେ ଆମେ ସମସ୍ତେ ମିଶିକି କାମ କରୁଛୁ। ଏଇଟା ହଉଛି ପ୍ରଥମ କଥା। ଦ୍ଵିତୀୟ କଥା ହେଲା, ମୁଁ ଯୋଉ କାମ ଆରମ୍ଭ କରିଥାଏ ପଛକୁ ଯିବାର ପ୍ରଶ୍ନ ଉଠୁନି। ମୁଁ ତ ନିଶ୍ଚୟ କରିବି। ଏଇଟା ବି ମୋର ଆପଣ ମାନଙ୍କୁ ଧମକ ନୁହଁ କି କିଛି ନୁହଁ, କିନ୍ତୁ ମୋ ନେଚର, ମୁଁ ସେଇଟା କରିବି ହିଁ କରିବି। ପଛକୁ ଯିବାର ପ୍ରଶ୍ନ ଉଠୁନି। ଆପଣ ଯାହା କରିବାକୁ ଚାହୁଁଛନ୍ତି କରିବେ, ଆଉ କଣ। କିନ୍ତୁ ମୋର ଆପଣ ମାନଙ୍କ ପ୍ରତି ଶତ୍ରୁତା ନାହିଁ, କାହିଁକି ନା ମୁଁ ଜାଣିଛି ଆପଣ ଭବିଷ୍ୟତରେ ମୋ ସହିତ ମିଶିକି କାମ କରୁଛନ୍ତି। ଏତିକି କହି ପଳେଇ ଆସିଲି। ସେମାନେ ପ୍ରବଳ ବିରୋଧ ବି କରିଥିଲେ। ମୋର ପ୍ୟାଣ୍ଟ ସାର୍ଟ ସବୁ, ମୁଁ ଯେତେ ଅଫିସ ଯାଏ ମୋର ପ୍ୟାଣ୍ଟ ସାର୍ଟ ସବୁ ନଦୀରେ ପକେଇ ଦିଅନ୍ତି। ଏମିତି ମାଙ୍କର ଫଟୋ ବି, ଶିରର ଫଟୋ ବି ନେଇଯାଉଥିଲେ ହ୍ୱାଟ୍ସଆପ ରୁ। ଏମିତି ଅସୁବିଧା ସବୁ କରୁଥିଲେ। କିନ୍ତୁ ସେ ଅସୁବିଧା ସବୁକୁ ଫେସ୍ କରୁଥିଲି ମୁଁ। ନୂଆ ଡ୍ରେସ ବି କିଣୁଥିଲି। ମୋର ନୂଆ ଡ୍ରେସ କିଣିବା ପାଇଁ କେବେ ବି ଇଚ୍ଛା ନଥିଲା। ସବୁବେଳେ ବଡ ଭାଇ ମାନଙ୍କର ଯୋଉ ଡ୍ରେସ ସବୁ ସେମାନେ ୟୁଜ କରନ୍ତିନି, ତାକୁ ସାଇଜ କରି ପିନ୍ଧେ ମୁଁ। ମତେ ସେଇଟା ଭଲ ଲାଗେ। ଅନେସେରୀ ଡ୍ରେସ ଫ୍ରେସ ପାଇଁ ପଇସା ଖର୍ଚ୍ଚ କରିବା ମୋର ଇଚ୍ଛା ନଥିଲା। କିନ୍ତୁ ମା ଏଠି ମତେ ନୂଆ ଡ୍ରେସ କିଣିବା ପାଇଁ ପରିସ୍ଥିତି ସେମିତି ସୃଷ୍ଟି ହେଲା, ମୁଁ କିଣିଲି। ନୂଆ ଡ୍ରେସ ସବୁ କିଣୁଥିଲି, ଏମିତି ଚାଲିଥିଲା। 6-7 ମାସ ପରେ ମୁଁ ସ୍କୁଲ ଆରମ୍ଭ କଲି। ସ୍କୁଲ ଆରମ୍ଭ କଲାରୁ ଗାଁ ଲୋକ ସବୁ ଜଏନ କଲେ, କିନ୍ତୁ ସେ ସରପଞ୍ଚ ମାନେ ସବୁ ବିରୋଧ କଲେ। ଏ ନଦୀ ପାଖରେ କେମିତି ସ୍କୁଲ କରିବ, ପିଲାମାନେ ପଡିକି ମରିଯିବେ। ଏଇଠି ଇଏ ଯୋଉ ମୋଟର ଫୋଟର ଅଛି ବିଲ ପାଇଁ ଯିବା ପାଇଁ, ବଡ ବଡ 13 KV ର, ସେମାନେ ସେଠି ଯଦି ହାତ ମାରିଦେବେ ମରିଯିବେ। ଆଉ ଏଟା ଶ୍ମଶାନ ଏରିଆ ଏପଟେ ପଛରେ ଅଛି, ଏଠି କଣ ସ୍କୁଲ ହବ। ଏମିତି କରି ସେମାନେ ବିରୋଧ କଲେ ଆଉ ବନ୍ଦ କରିଦେଲେ। ସ୍କୁଲ ଟା ବନ୍ଦ ହେଇଗଲା। ତାପରେ ଆହୁରି 6 ମାସ ପରେ ମୁଁ ଆଉ ଥରେ ଆରମ୍ଭ କଲି। ସେଇ ସରପଞ୍ଚ ତାଙ୍କ 2 ଜଣ ଝିଅକୁ ପଠେଇଲେ, ଅନ୍ୟମାନେ ପଠେଇଲେ, ସେ ସ୍କୁଲ ଚାଲିଲା। ସେଇ ସରପଞ୍ଚର 2 ଝିଅ ମାତୃଭବନ କଲେଜରେ ପଢିଲେ। ସେଠି ମୁଁ ମୋ ରୁମ ରେ ଥିଲି, ସେ ଆସିଲେ ସରପଞ୍ଚ ମୋ ପାଖକୁ। କହିଲେ ଆମ ଭଳି ଗାଁ ଆଦିବାସୀ ପିଲାମାନେ ମଧ୍ୟ ଆସିକି ଏଇ ଏତେ ବଡ ସିଟିରେ ମାଙ୍କ ସ୍କୁଲରେ ପଢି ପାରିଲେ। ଆପଣ କେତେ ପ୍ରକାର ଆପଣ କୋଉ ପ୍ରକାର ମୁଁ ଧନ୍ୟବାଦ ଦେବି ବୋଲି ମତେ କହିଲେ। ମୁଁ କହିଲି, ମୁଁ ସେତେବେଳେ ଆପଣ ଯୋଉ ମିଟିଂ କରିଥିଲେ ସେତେବେଳେ କହିଲିନି କି ମୁଁ କହିଥିଲି ଆପଣ ମାନେ ସହଯୋଗୀ ହେବେ ବୋଲି। ହଁ ହଁ ଆଜ୍ଞା ମନେ ଅଛି ବୋଲି କହିଲି। ତେଣୁ ଏଇଭଳି ମାଙ୍କ କାମ ପ୍ରବଳ ବିରୋଧ ଦେଇକି ମଧ୍ୟ ହୁଏ, କିନ୍ତୁ ଜଣେ ଯେତେବେଳେ ଭିତରେ ଆତ୍ମବିଶ୍ଵାସ ରଖିଥାଏ ଯେ ମାଙ୍କ ପାଇଁ ଏସବୁ ବିରୋଧ କିଛି ନୁହଁ। ସେ ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ତାଙ୍କ ପାଇଁ କିଛି ଅସୁବିଧା ନାହିଁ। ଏଇ ବିଶ୍ଵାସର ସହିତ ଯିଏ ଯିବ, ଟିକେ ଭୟ କରିବନି, ତାହେଲେ ନିଶ୍ଚିତ ଭାବରେ ସେ ଆଗେଇଯିବ, ଯେତେ ବି ବିରୋଧ ହେଇଥାଉ ନା କାହିଁକି। ନାଇଁ, ସ୍ୱାଧୀନତାର ଡେଫିନେସନ ହଉଛି, ତମେ ପ୍ରାକ୍ଟିକାଲି ଆରମ୍ଭ କରିବ ଯେ ଆମେ ଆମ ଅଧୀନରେ ଅଛୁ କି, ଏଇଟା ହଉଛି ସ୍ୱାଧୀନତା। ଆମେ ଆମ ଅଧୀନରେ ଅଛୁ ନା ଆମେ ପରିସ୍ଥିତିର ଅଧୀନରେ ଅଛୁ। ଆମେ ଆମର ସାଇକୋଲୋଜିକାଲ ଷ୍ଟେଟ ର ଅଧୀନରେ ଅଛୁ। ଏବେ ଆମର ଯେତେ ଦିନ ଯାଏ ନିମ୍ନ ପ୍ରକୃତି ସବୁ ରହିଛି, ଆମ ଗୋଟେ ଭ୍ରମାତ୍ମକ ଅନୁଭବ ଦଉଛି ଯେ ଆମେ ସ୍ୱାଧୀନ ବୋଲି। ଏଟା ପ୍ରକୃତ ସ୍ୱାଧୀନତା ନାହିଁ, ପରାଧୀନତା। ଅନ୍ୟାନ୍ୟ ଶକ୍ତି ଯୋଉ ରହିଛନ୍ତି
ସେମାନେ ଆମ ଭିତରେ ପଶି ଯାଇଛନ୍ତି ଆଉ ଆମକୁ ପରିଚାଳିତ କରୁଛନ୍ତି, କିନ୍ତୁ ଅବଚେତନା ଭିତରେ ଦେଇ ପଶି ଯାଇଛନ୍ତି ବୋଲି ଆମକୁ ଲାଗୁଛି ଆମେ ମୁକ୍ତ ବୋଲି। ଏଠି ସେମାନଙ୍କୁ ଉଦାହରଣ ଦେଇପାରିବ। ମନେକର ମୁଁ ଜଣକୁ କହିବି ତୁ କାହିଁକି ରାଗୁଛୁ, ସେ କହିବ ମୋ ଇଚ୍ଛା ମୁଁ ରାଗିଲି, ତୋର କଣ ଗଲା? ମୁଁ ତାକୁ କହିବି ତୋ ଇଚ୍ଛାରେ ତୁ ରାଗି ପାରିବୁନି। ସମସ୍ତଙ୍କୁ ପଚାରିବ, ମିଟିଂରେ ଯେତେ ଜଣ ଅଛନ୍ତି, ଯୋଉମାନେ ସବୁ ରାଗି ଛିଡା ହବ, ସେମାନେ ସବୁ କହିବେ ହଁ ମୁଁ ରାଗି। କାହିଁ ଏବେ ରାଗିଲ ଦେଖିବା? କିଏ ଜଣେ ବି ରାଗି ପାରିବେନି। କାରଣ ରାଗିବା ଅର୍ଥ ହଉଛି ସେମାନେ ନିଜେ ଡିସାଇଡ କରିନାହାନ୍ତି ରାଗିବେ ବୋଲି। କ୍ରୋଧ ଭାଇବ୍ରେସନ ସବୁ ଚାରିଆଡେ ଅଛି, ତାରି ଅଧୀନକୁ ଆମେ ଯେତେବେଳେ ଆସୁଛୁ ଆମେ ରାଗୁଛୁ। ଯେମିତି ରେଡିଓ ବା ଟିଭି ବା ମୋବାଇଲ, ଯେକୌଣସି ଜିନିଷ, ସେ ଗୋଟେ ସେ ନିଜର କିଛି ନାହିଁ, ସେ ବାହାର ପ୍ରଭାବରେ ସେ ଚାଲିଛି। ରେଡିଓରେ ଗୀତ ଶୁଣୁଛ, ଦେଖିଲା ବେଳକୁ ସେ କଣ ଗୀତ ଗାଇପାରିବ? ସେ ବାହାରୁ ରେଡିଓ ଷ୍ଟେସନ ଅନ୍ ନହେଲେ ସେ ଗାଇପାରିବ। ତେଣୁ ଆମେ ଯୋଉ ବିଭିନ୍ନ ଶକ୍ତି, ବିଶ୍ୱ ଶକ୍ତି ମାନେ ଅଛନ୍ତି, କ୍ରୋଧ ଭୟ ଯେତେ ସବୁ ନିମ୍ନ ଶକ୍ତି ସବୁ ରହିଛନ୍ତି, ସେମାନଙ୍କ ଦ୍ଵାରା ଆମେ ପରିଚାଳିତ ହଉଛୁ। କିନ୍ତୁ ଏ ପରିଚାଳିତ ଏତେ ଦୂର ଆମକୁ ନିଶାଗ୍ରସ୍ତ କରିଛି ଯେ ଆମେ ଜାଣିପାରୁନୁ ଯେ ଆମେ ପରିଚାଳିତ ହଉଛୁ। କାରଣ ଅଭ୍ୟାସରେ ପଡିଗଲା ପରେ ଆମକୁ ଲାଗିବନି ପରାଧୀନତା ଅଛି ବୋଲି। ଜେଲରେ ବହୁତ ଦିନ ରହିଗଲେ ସେଟା ତମ ଘର ଭଳିଆ ଲାଗିବ। ତେଣୁ ଏଇ ପ୍ରୋବ୍ଲେମ ଟା ଆମ ପାଖରେ ଅଛି। ଆମେ ପରାଧୀନ ହେଇକରି ଏତେ କୋଟି କୋଟି ବର୍ଷ ହେଲାଣି ଆମ ଅଛୁ ଯେ ଆମେ ଭାବୁଛୁ ଆମେ ସ୍ୱାଧୀନ ବୋଲି। କୁକୁରକୁ ଯଦି ଚେନରେ ବାନ୍ଧିଦବ ବର୍ଷେଟିଏ, ତାକୁ ଖୋଲିଦେଲେ ବି ସେ ଚେନ୍ ପାଖରୁ ଯିବନି। ସେଇଟା ଭାବିବ ସେଇଟା ହଉଛି ତାର ଗୋଟେ ଅଂଶ ବୋଲି। ଚେନ୍ ଟା ତାର ଶରୀରର ଗୋଟେ ଅଂଶ ବୋଲି ଭାବିନ। ଯଦି ଫିଟେଇ ଦେଲେ ତାକୁ ଲାଗିବ ଯେ ଆରେ ମୋର କିଛି କଟିଗଲା କି? ଆମେ ସେମିତି ବିଭିନ୍ନ ଚେତନା, ଯୋଉ ବାହ୍ୟ ଚେତନା ବିଶ୍ୱ ଶକ୍ତିର ଅଧୀନରେ ଅଛୁ, କିନ୍ତୁ ଆମକୁ ଲାଗୁଛି ସ୍ୱାଧୀନତା। ତାର କାରଣ ହଉଛି ଆମେ କୋଟି କୋଟି ବର୍ଷ ହେଲା ସେ ଅଧୀନରେ ରହିଯାଇଛୁ, ଆଉ ସେଇଟା ଆମର ପାର୍ଟ ଆଣ୍ଡ ପାର୍ସଲ ବୋଲି ଆମର ଅନୁଭବ ହଉଛି। ଏଇ ଇଲ୍ୟୁଜନରୁ ମୁକ୍ତ ହବ। ଆମେ ପ୍ରକୃତରେ ଏ ସବୁ ଜିନିଷରୁ ମୁକ୍ତ ଅଛୁ। ଯଦି ମନେକର ମୁଁ ରାଗିବାକୁ ଚାହୁଁଛି, ମୁଁ ରାଗୁଛି ନା? ମାନେ ମତେ ରଗେଇ ଦିଆଯାଉଛି। ଭୟ କରୁଛି, ମୁଁ ନିଜେ ଚାହିଁକି ଭୟ କରୁଛି ନା ମତେ ଭୟଟା ପରିସ୍ଥିତି କ୍ରିଏଟ କରୁଛି? ଈର୍ଷା କରୁଛି, ଈର୍ଷା ମୁଁ ନିଜେ ଈର୍ଷା କରୁଛି ନା ଈର୍ଷାର ପରିସ୍ଥିତି ମତେ ଈର୍ଷା କରୁଛି? ଦେଖିବ ଧୀରେ ଧୀରେ ଯେ ତମେ ପ୍ରକୃତରେ ତମ ଅଧୀନରେ ନା। ତାପରେ ତମେ କହିବ ଏଇଟା ହଉଛି ସାଇକୋଲୋଜିକାଲ ଫ୍ରିଡମ। ଏଇଟା ସାଇକୋଲୋଜିକାଲ ଫ୍ରିଡମ ଆସିଲା ପରେ ତମର ଅସଲ ଯୋଉ ଫ୍ରିଡମ ଟେଷ୍ଟ ଗୋଟେ ଆସିବ। ସେଇଟା ହଉଛି ତମ ଉର୍ଦ୍ଧ୍ୱ ପ୍ରେରଣା ସବୁ ତମ ଭିତରେ ଜାଗ୍ରତ। ନିମ୍ନ ପ୍ରକୃତି ଅନୁସାରେ ଯୋଉ ଜିନିଷ ଯାକ ତମକୁ କରିବା ପାଇଁ ଇଚ୍ଛା ହଉଛି ସେ ଯାକ ରହିଥିବ, କିନ୍ତୁ ତାକୁ ଅତିକ୍ରମ କରି ଉର୍ଦ୍ଧ୍ୱ ଜିନିଷ କରିବା ପାଇଁ ତମକୁ ଇଚ୍ଛା ହବ। ଉର୍ଦ୍ଧ୍ୱ ଶକ୍ତିର ଅଧୀନରେ ରହିବା ମଧ୍ୟ ପରାଧୀନତା, କିନ୍ତୁ ନିମ୍ନ ଶକ୍ତିର ଅଧୀନ ଅପେକ୍ଷା ଉର୍ଦ୍ଧ୍ୱ ଶକ୍ତିର ଅଧୀନତା ରେ ମାନେ ଅଧିକ ସ୍ୱାଧୀନ ଅନୁଭବଟା ହୁଏ। କାରଣ ଯେତେ ଉର୍ଦ୍ଧ୍ୱକୁ ଆମେ ଯାଉ ସେତିକି ଅଧିକ ସ୍ୱାଧୀନ ଅନୁଭବ କରୁ। ନିଜର ଆଇଡେଣ୍ଟିଟି, ଯେହେତୁ ଆମେ ନିଜେ ଉଚ୍ଚକୁ ଉଠିବା ପାଇଁ ଚାହୁଁଛୁ, ସେଥିରେ ଆମେ ନିଜେ ନିଜ ଅଧୀନରେ ରହୁଛୁ ନା। ଉପରକୁ ଉଠିବା ତ ଅଟୋମେଟିକ ନୁହଁ ନା। ଉପରକୁ ଉଠିବା ପାଇଁ ଆମର ଗୋଟେ ପ୍ରୟାସ ଦରକାର ପଡୁଛି। ସେଇଟା ହିଁ ସ୍ୱାଧୀନତା। ଯୋଉଠି ଆମର ନିଜ ପ୍ରୟାସଟା ରହୁଛି ସେଠି ସ୍ୱାଧୀନତାର ସ୍ପର୍ଶ ବି ଆସୁଛି। ତେଣୁ ଉର୍ଦ୍ଧ୍ୱକୁ ଉଠିବାରେ ଆମର ସ୍ୱାଧୀନତାର ସ୍ପର୍ଶ ଏଇଥିପାଇଁ ଆସୁଛି ଯେ ଆମର ସେଠି ଗୋଟେ ପ୍ରୟାସ ରହୁଛି। ଆମେ କ୍ରୀଡ଼ା ପୁତଳିକା ଭଳିଆ କ୍ରୋଧ ଭୟ ଏସବୁ ଭିତରେ ଆମେ ଆସି ଯାଉନୁ। କ୍ରୋଧ କରିବା ପାଇଁ ଜଣକୁ ପ୍ରୟାସ କରିବାକୁ ପଡିବନି, ଭୟଭୀତ ହେବା ପାଇଁ ଜଣକୁ ପ୍ରୟାସ କରିବାକୁ ପଡିବନି। ସେ ଅଟୋମେଟିକାଲି ସେ ଭିତରେ ପଡିଯିବ। ରୋଗାଗ୍ରସ୍ତ ହେବା ପାଇଁ ଯେମିତି ରୋଗ ଭିତରେ ପଡିଯାଉଛି, ସେମିତି ଏଇଟା ଗୋଟେ ଗୋଟେ ରୋଗ। କିନ୍ତୁ ଉପରକୁ ଉଠିବାରେ ଯେହେତୁ ସେ ପ୍ରୟାସ କରୁଛି, ସ୍ୱାଧୀନତାଟା ପ୍ରୟାସ ଭିତରୁ ଆରମ୍ଭ ହଉଛି। କିନ୍ତୁ ତଥାପି ଆଉ ଗୋଟେ ଶକ୍ତିର ଅଧୀନକୁ ସେ ଆସୁଛି।
ସେମିତି କରିକିରି ଆମର ସମଗ୍ର ସୃଷ୍ଟିର କେନ୍ଦ୍ରବିନ୍ଦୁରେ ଆମେ ଯଦି ପହଞ୍ଚି ପାରିବା, ସେଇ କେନ୍ଦ୍ରବିନ୍ଦୁ ହିଁ ଆମ ଭିତରେ କେନ୍ଦ୍ରବିନ୍ଦୁ ହେଇକି ରହିଛି। ଯୋଉଟା ସମଗ୍ର ବିଶ୍ୱର କେନ୍ଦ୍ରବିନ୍ଦୁ, ସେ ହିଁ ଆମ ଭିତର କେନ୍ଦ୍ରବିନ୍ଦୁ। ତେଣୁ ସେଇ କେନ୍ଦ୍ରବିନ୍ଦୁ ପାଖରେ ପହଞ୍ଚିଲା ପରେ ଆକ୍ଚୁଆଲି ସ୍ୱାଧୀନତା, କାରଣ ଯିଏ ସମଗ୍ର ବିଶ୍ୱର କେନ୍ଦ୍ରରେ ଅଛି, ସେ ହିଁ ମୁଁ ହେଇକି ମୋ ଭିତରେ ଅଛି, ଯଥାର୍ଥ ମୁଁ। ତେଣୁ ସ୍ୱାଧୀନ ଅର୍ଥ ହଉଛି ସେଇ ମୋର ଅଧୀନକୁ ଆସିବାକୁ ପଡିବ। ଆଉ ବାକି ଯେତେ ବି ଶକ୍ତି ଥାନ୍ତୁ, ସେ ଦେବ ଶକ୍ତି ଥାନ୍ତୁ କି ଆଉ କି ଶକ୍ତି ଥାନ୍ତୁ, ତାଙ୍କରି ଅଧୀନରେ ଆମେ ରହୁଛୁ। ସେଥିପାଇଁ ଶ୍ରୀ ଅରବିନ୍ଦ ଯୋଗରେ କୁହାଯାଉଛି, ତମେ ଦେବାଦେବୀଙ୍କ ଅଧୀନରେ ରହିଲେ ବି ହବନି, କେବଳ ପରମଙ୍କ ଅଧୀନରେ ରହିବ। ସେଇ ପରମଙ୍କ ସ୍ପର୍ଶ ପ୍ରତ୍ୟେକ ମଣିଷର କେନ୍ଦ୍ରବିନ୍ଦୁରେ ରହିବ। ତେଣୁ ନିଜ ଭିତରେ କେନ୍ଦ୍ରବିନ୍ଦୁକୁ ସେ ଆସିବ। ଏଇଟା କେମିତି ସେ ଜାଣିବ? ମାନେ ଯେତିକି ଉର୍ଦ୍ଧ୍ୱକୁ ସେ ଯିବା ପାଇଁ ଚେଷ୍ଟା କରିବ, ନିମ୍ନ ପ୍ରକୃତିରୁ ମୁକ୍ତ ହେଇକି ଉର୍ଦ୍ଧ୍ୱ ଶକ୍ତି ମାନଙ୍କ ଅଧୀନରେ ରହିବାକୁ ଚାହିଁବ, ସେତିକି ସେ ଅଧିକ ଅନୁଭବ କରୁଥିବ ଯେ ହଁ ମୋ ଭିତରେ କିଛି ସ୍ୱାଧୀନତା ଅଛି, ତଥାପି ପରାଧୀନତା ଅଛି। ଏ ଦିଟା ଅନୁଭବ ଏକା ସାଙ୍ଗେ ଆସିବ। ସେ ତାପରେ ତାର ଯୋଉ ଯେତିକି ଅଧିକ ଯେତିକି ଉପରକୁ ଯାଉଥିବ, ସେତିକି ତାର ସାମର୍ଥ୍ୟ ମଧ୍ୟ ଆସିବ ଅତିକ୍ରମ କରିବା ପାଇଁ। ସେମିତି କରି କରି ପୁରା ସେଣ୍ଟର ପଏଣ୍ଟ ଯାଇ ପହଞ୍ଚିବ, ପରମଙ୍କ ଅଧୀନକୁ ଆସିବ। ସେଇଟା ହଉଛି ସ୍ୱାଧୀନତା। କିନ୍ତୁ ସେଇଠି ବି ଶେଷ ନୁହଁ। ସେଇ ସ୍ୱାଧୀନତା ଚେତନାରେ ଆସିଲା, କିନ୍ତୁ ଶରୀରଟା ପରାଧୀନ ନେଇକି ଅଛି। ଶରୀରଟା ନିଜେ ଯୋଉଠି ଯାଉଛି ଚାହୁଁଛି ଯାଇପାରୁନି, ତାକୁ ଗାଡି ଫାଡି ୟୁଜ କରିବାକୁ ପଡୁଛି, ସେ ବଞ୍ଚିବା ପାଇଁ ଖାଦ୍ୟ ଦରକାର ପଡୁଛି, କେତେ କେତେ ଜିନିଷର ଅଧୀନରେ ଅଛି ଶରୀରଟା। ତେଣୁ ଏଇ ଯୋଉ ସ୍ୱାଧୀନତା ଆମେ ଚେତନାର ସ୍ତରରେ ପାଇଲୁ, ସେଇ ସ୍ୱାଧୀନତାଟା ଆମର କୋଷ ପର୍ଯ୍ୟନ୍ତ ଆସିବ। ଆସିଲା ପରେ ସେ ପ୍ରତ୍ୟେକ ଜିନିଷର ସ୍ୱାଧୀନତା ଅନୁଭବ କରିବ। କୌଣସି ଜିନିଷ ଉପରେ, ଖାଦ୍ୟଠୁ ଆରମ୍ଭ କରି କୌଣସି ଜିନିଷ ଉପରେ ତାକୁ ନିର୍ଭର କରିବାକୁ ପଡିବନି। ସେ ନିଜେ ଚାହିଁଲେ ନିଜର ମାନେ ଇଏକୁ ବଢେଇ ଦେଇପାରିବ, କମେଇ ଦେଇପାରିବ ସାଇଜକୁ। ତାପରେ ଯୋଉଠି ଚାହିଁବ ନିଜକୁ ପ୍ରୋଜେକ୍ଟ କରିପାରିବ ଫିଜିକାଲି। ଏବେ ମୁଁ ମାନସିକ ସ୍ତରରେ 5ଟା ଜାଗାରେ ଏକା ସାଙ୍ଗେ ପହଞ୍ଚି ଯାଇପାରିବି, ସେମିତି ଫିଜିକାଲି ମଧ୍ୟ ସେଇ କାପାସିଟି ଆସିବ। ଯୋଉଠି ବି ଚାହିଁବି ସେଠି ପହଞ୍ଚି ପାରିବି। ଯେକୌଣସି ପରିସ୍ଥିତିରେ ମୁଁ ନିଜ ଶରୀରକୁ ସେ ଅନୁସାରେ ତିଆରି କରିଦେଇ ପାରିବି, ଫ୍ଲେକ୍ସିବୁଲ ହବ। ହିମାଳୟ ପାଖକୁ ଯଦି ଗଲି, ମତେ ସ୍ୱିଟର ପିନ୍ଧିବାକୁ ପଡିବନି, କାରଣ ମୁଁ ନିଜେ ହିମାଳୟ ହେବି। ସେତିକି ସ୍ୱାଧୀନତା ମୋର ଅଛି। ମୁଁ ଯଦି ସୂର୍ଯ୍ୟ ପାଖକୁ ଯିବି, ମୁଁ ଜଳିଯିବିନି, କାରଣ ମୁଁ ନିଜେ ସୂର୍ଯ୍ୟ ହେବି, ମତେ ଗରମ ଲାଗିବନି। ତେଣୁ ଏଇ ସ୍ୱାଧୀନତା ଏତେ ଶେଷ ସ୍ତର ପର୍ଯ୍ୟନ୍ତ ଆସିବା କଥା ମା ଶ୍ରୀ ଅରବିନ୍ଦ କହିଛନ୍ତି। ଆମେ ମ୍ୟାକ୍ସିମମ୍ ସ୍ୱାଧୀନତା ଆମେ ଚିନ୍ତା କରୁଛେ ଗୋଟେ ସାଇକୋଲୋଜିକାଲ ସ୍ୱାଧୀନତା, ସେଇଟା କେବଳ ଗୋଟେ ମଧ୍ୟବର୍ତ୍ତୀ ପର୍ଯ୍ୟାୟ। କୋଷ ସ୍ତର ପର୍ଯ୍ୟନ୍ତ ସେ ସ୍ୱାଧୀନତା ଆସିବ। ମ୍ୟାଟର ଯୋଉଟା ଆମେ କହୁଛୁ, ସିଏ ମୁକ୍ତ ହବ। ଆଇରନ୍ ଲ, ଯୋଉ ପ୍ରକୃତିର ନିୟମରୁ ମୁକ୍ତ ହବ। ପ୍ରକୃତି ତାର କ୍ରୀଡା ପ୍ରାଙ୍ଗଣ ହବ। ବର୍ତ୍ତମାନ ପ୍ରକୃତି ତା ପାଇଁ ଟାସ୍କ ମାଷ୍ଟର ହେଇକି ଅଛି, ତାକୁ ଯେମିତି ଚାହୁଁଛି ସେମିତି ନଚଉଛି। ସେଇ ପ୍ରକୃତି ବର୍ତ୍ତମାନ ପରେ କ୍ରୀଡା ପ୍ରାଙ୍ଗଣ ହବ। କ୍ରୀଡା ପ୍ରାଙ୍ଗଣ ଅର୍ଥ ସେ ଆମର ଯୋଉ ସ୍ୱାଧୀନତାରେ ଆମେ ଚାରି ଉପରେ ଖେଳି ପାରିବୁ। ସମସ୍ତଙ୍କୁ ବନ୍ଦେ ମାତରମ୍। ଭାଇ, ଏଇ ଫ୍ରିଡମ କୁ ନେଇକି ଥରେ ଯୋଉ ପ୍ରଣବ ମାଙ୍କ ସାଙ୍ଗରେ ଯୋଉ କନଭରସେସନ ଆପଣ ବି ଥରେ କହିଥିଲେ, ଯେ ମାଙ୍କୁ ସେ ପଚାରୁଛନ୍ତି ଯେ ମା, ମୁଁ ତ ଜୀବନ ସାରା ସମସ୍ତଙ୍କ ଅଧୀନରେ ରହି ରହି ଆସିଲି, ପିଲାଦିନୁ ବାପା ମାଙ୍କ ଅଧୀନରେ, ତାପରେ ଟିଚର ମାନଙ୍କ ଅଧୀନରେ, ସେମିତି ଅଧୀନରେ ରହି ରହିକି ଆସିବା, ବର୍ତ୍ତମାନ ମୁଁ ଆପଣଙ୍କ ଅଧୀନରେ ରହିଛି। ତ ସେଇ ଯୋଉ ଗୋଟେ ଏଇଟା କେବଳ ପ୍ରଣବ ଦା ଗୋଟେ ହ୍ୟୁମାନ ରିପ୍ରେଜେଣ୍ଟେଟିଭ ଭାବରେ ଆମେ କହିପାରିବା, ସମସ୍ତଙ୍କ ଭିତରେ ସେ ଜିନିଷଟା ରହୁଛି। ଗୋଟେ ହାୟର ଫୋର୍ସ ର ଅଣ୍ଡରରେ ଆସିଲା ବେଳକୁ ମା ସେତେବେଳେ ଯୋଉ କହିଲେ ଯେ ଏଇଟା ତୁ ଭୁଲ କହୁଛୁ, ବର୍ତ୍ତମାନ ମୋ ପାଖରେ ଆସିଲୁ ମାନେ ତୁ ମୋ ଅଧୀନରେ ନାହିଁ, ତୁ ଆକ୍ଚୁଆଲି ତୁ ଟ୍ରୁ ଫ୍ରିଡମ ଆଡକୁ ଆସିଛୁ। ତ
से हायर फोर्स अंडर आसला बेलू आम से जो गोटे बंडेज टा कौन पे फील माने को पार्ट द्वारा बा कहीं आम से बंडेज टा को फील करू सेटा विषय हायर फोर्स जेतिक भी अच्छी आम भितर जो भगवान से सेंट्रल फोर्स जोटा मु कहूँ सेंट्रल फोर्स सुप्रीम अर्थ हूँ सेंट्रालिटी ऑफ द टोटालिटी अर्थात सब जेते सब जार परिधि नाही अनंत किंतु केंद्र बिंदु अच्छे यहाँ हूँ समग्र सृष्टि सृष्टिर परिधि नाही माने एंड नाही किंतु केंद्र बिंदु अच्छे से सेंट्रालिटी ऑफ द टोटालिटी से परमंकर से बिंदुटा समस्त भितर पुणी आसी रिप्रेजेंटेटिव भाव में जेहेतु से परम बिंदुटा आम पाखे अच्छी ताठू जेकोसी कम जिनस अधीन को आम आसला आमको पराधीन लगे तेणु जे भी जिते उपरकू जाऊ जिते देवता मान अंडर को आसू से जदि प्रकृति में सिंसियर थी लगे ना मु तथापि पराधीन कारण ता भितर जो परम स्वाधीनतार केन्द्र बिंदुटी रही निजे से निज अधीन को आस बाकी सबू जाक पराधीन जिते भी उच्चतर शक्ति होता सब पराधीनता भितर आस जेहेतु आम भितर परमंकर उपस्थिति सीधा सड़क अच्छी से माँ कहते मनीष हूँ देवता मानू बड़ बोली कहीं कहुई ना देवता मानकर केन्द्र बिंदु ना से जो केन्द्र बिंदु सेंट्रालिटी ऑफ द टोटालिटी समस्त देवता मानकर कार भी ना पृथ्वी पृष्ठ जन्म होता बींग्स मान भर अच्छे तेणु एमाने ही स्वाधीनता पाई पारे कारण आंक भितर ऑलरेडी से स्वाधीनतार बिंदुटा रही तुम जहाँ भी ना दियो एमती भी कहीपर जे आम भितर स्वाधीनतार बिंदुटा रही से जेहेतु बिंदुटा रही तार सेटा छाड़ी बाकी सबू जिनस जिते भी उच्च होना कहीं पराधीन से पराधीनतार अनुभव आसब निश्चित अशुपति रास्तार अटकिले नहीं कहीं बहुत सुंदर सुंदर स्वर्ग भीतर देकी गले किंतु गोटे दिन दुई दिन बोर लगला परम पाखे पहुंचला से जानले प्रकृति रे स्वाधीनता कौन तापर सेठी भी अटकिले नहीं परम को नहीं आसीगले जगत को माँ को ओल्हे आणले जगत को कोश स्तर पर्यंत से स्वाधीनता अनुभव करने समय अशुपति जो जोगटा पूरा स्वाधीनतार जोग कहुपर कारण से उच्च को जाकि निज पाखे जा पहुंचले निजर केन्द्र बिंदु निजर अर्थ परम पाखे पहुंचले परम बिंदु पुणी तलू आसिले समस्त को स्वाधीनता देवे मन को स्वाधीनता देवे प्राण को स्वाधीनता देवे शरीर कोश पर्यंत स्वाधीनता देवे तेणु प्रकृत स्वाधीनता हूँ परम अधीन को आसवा परम अधीन को आसवा कहीं स्वाधीनता कारण से परम बिंदु ही आम भीतर अच्छे आम आम अधीन को आसुँ स्व अधीन स्वाधीन हाँ सबु किछि देवा कथा जो कही सेठी तमे खाली अदिव्य जिनसटा देवा कथा कहल नाई दिव्य सब जेते भी से जाक भी देवा पड़े कारण परम दिव्य पाखे से सब भी किछि नुह तेणु सबु किछि देवा अर्थ होछि आम भितर अदिव्य जिनस आम भितर थिबा दिव्य जिनस सबु किछि माँ के चरण अर्पण करिया पड़ियो अर्पण माँ को जोटा देलु से रखिबेनी माँ से पुणी तांकरी चेतना ताकू दीक्षित करी आमको देवे अर्थात से साधारण दिव्य चेतना ही रही कि साधारण अदिव्य चेतना ही रही से सबू जाक परम दिव्यतार परिणत हो ही रूपांतर तेणु तुम भितर थिबा भल गुण हो खराब गुण हो दिव्य गुण हो ये सब जिनस भगवान पाखे किसी ना टर्च लाइट सब तेणु ये सब टर्च लाइट जाक देले से मर्क्यूरी लाइट तो से सब माने शत सूर्य बोली कह जाउछि शत सहस्र सूर्य यही शक्तिटा आम भितर प्रकाश तेणु आम भितर किसी भी रहीगला से माँ पशि पारे से भितर आम रखीदेचु खाली करा पड़ो टोटाली खाली करा पड़ो से जिते महान होता जो तुम प्रशंसित होता नोबेल पुरस्कार पाई था से सब जिनस तुम माँ को पाखे किसी ना सब जाक देदेव पड़ो तुम कह ना ना भल जिन था से तुम रूपांतर से समस्या आसिक छिड़ा हो कौन सी जिनस रही माँ को पाखे जिते भी महान जिनस किसी भी नुह से जिते भी दिव्य होता किसी नुह तेणु सबकि तुम देदेव सबकि पाइब किंतु नूतन भाव में पाइब सबकि
ଛାଡି ମୁଁ ଯେ ତୁମକୁ ଖୋଜି ପାଇଲି, ନୂତନ ହୋଇ ସବୁ ମା ପୁଣି ଆସିଲେ ବାହୁଡି। ସେ ସବୁ ଜିନିଷ ପୁଣି ବାହାଡୁ ଆସିଲେ, କିନ୍ତୁ ନୂତନ ହେଇକି ଆସିଲେ, ମାଙ୍କ ଚେତନାରେ ଦୀକ୍ଷିତ ହେଇକି ଆସିଲେ, ରୂପାନ୍ତରିତ ହେଇକି ଆସିଲେ। ତେଣୁ ସବୁ କିଛି ଯଦି ତମେ ଛାଡୁନ, ଖାଲି କରୁନ, ତାହେଲେ ସେତିକି ଜିନିଷ ତମର ପୁରୁଣା ଜିନିଷ ହେଇକି ରହିଗଲା। ଆଉ ସେଇଟା ରହିଗଲା ମାନେ ସେଇଟା ହିଁ ପ୍ରୋବ୍ଲେମ କ୍ରିଏଟ କରିକି, ଯେମିତି ତମ ଗ୍ଲାସ ଟାକୁ ଯଦି ଭଲ ଭାବରେ ନ ଧୋଇବ, କ୍ଷୀର ପକେଇଦବ, ସେ କ୍ଷୀର ଫାଟିଯିବ। ଭଲ ଭାବରେ ଧୋଇବାକୁ ପଡିବ ଗ୍ଲାସ ଟା, ତାହେଲେ ଯାଇକି କ୍ଷୀରଟେ ସେ ଭିତରେ, ନହେଲେ ଫାଟିଯିବ। ସେମିତି ଆମର ଜୀବନ ମଧ୍ୟ ନଷ୍ଟ ହେଇଯିବ ଯଦି ଆମେ ସବୁ କିଛି ନ ଦଉଛୁ। ଆମେ ଯଦି ବାଛିକି କିଛି ରଖୁଛୁ ଆମ ପାଇଁ, ସେଇଟା ହିଁ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ୟା ଭାବରେ ଛିଡା ହବ। ମା ବି ଲେଖିଛନ୍ତି ଯେ ଏଇ ଯୋଉ ସ୍ୱାଧୀନତା ଆମର ରହିଛି, ପରମ ଶୃଙ୍ଖଳା ଭିତରେ ଥିବ, କିନ୍ତୁ ତାକୁ ବାନ୍ଧିକି ରଖିନଥିବ। ପ୍ରକୃତରେ ଆମେ ଯୋଉ ସ୍ୱାଧୀନତା ଆଡକୁ ଯାତ୍ରା କରୁଛୁ, ପ୍ରଥମେ ବିଭିନ୍ନ ସମାଜର ଶୃଙ୍ଖଳା ଭିତରେ ଦେଇକି ଆମେ ତିଆରି ହଉଛୁ, ଯୋଉଟା କି ଆମର ନୈତିକ ଶୃଙ୍ଖଳା କୁହାଯାଉଛି। ତାପରେ ଆତ୍ମଶୃଙ୍ଖଳା, ନିଜେ ନିଜର ଶୃଙ୍ଖଳା ନିୟମ ସବୁ ତିଆରି କରିବ, ତା ଅଧୀନକୁ ଆସିବ। ସେ ମନେକର ସକାଳୁ 3ଟା ବେଳେ ଉଠିବି ମାନେ ଉଠିବି, ଅମକ ଜିନିଷ କରିବି ମାନେ କରିବି, ଯାହା ମୁଁ ଚାହୁଁଛି ତାହା ଅନ୍ତତଃ ଉଚ୍ଚତର ଜିନିଷ ମୁଁ ଚାହିଁବି ଏବଂ କରିବି, ସେଇଟା ସ୍ୱାଧୀନତା ଆଡକୁ ମତେ ନବ। ତେଣୁ ଶୃଙ୍ଖଳା ଆଉ ସ୍ୱାଧୀନତା ପରସ୍ପର ବିପରୀତ ନୁହଁ। ଶୃଙ୍ଖଳା ହିଁ ଧୀରେ ଧୀରେ ଆମକୁ ସ୍ୱାଧୀନତା ଆଡକୁ ନଉଛି। ପ୍ରଥମେ ସମାଜ ଆମକୁ ଶୃଙ୍ଖଳିତ କରି ରଖୁଛି। ଆମେ ଯେହେତୁ ଆମ ନିଜତ୍ୱ ତିଆରି କରିନୁ, ଯେମିତି ସାନ ପିଲାଟା ବଡ ନ ହବା ପର୍ଯ୍ୟନ୍ତ ବାପା ମା ତାଙ୍କୁ ଚଲାଉଛନ୍ତି, କାଖେଇକି ନଉଛନ୍ତି କି ଯାହା କରୁଛନ୍ତି, ସେମିତି ଆମକୁ ପ୍ରକୃତି ବା ସମାଜ ଆମକୁ ପରିଚାଳିତ କରୁଛି। ତାପରେ ତା ଭିତରେ ଆମେ କିଛି ଅନୁଭବ କରୁଛୁ, ନାଇଁ ନାଇଁ ଆମର କିଛି ଗୋଟେ ସ୍ୱାଧୀନତା ଅଛି, ଆମେ ଆମର ଜୀବନର ଦାୟିତ୍ୱ ନେଇପାରିବୁ। ସେଠୁ ଆସିଲା ଆତ୍ମଶୃଙ୍ଖଳା। ଆତ୍ମଶୃଙ୍ଖଳା ରୁ ଦିବ୍ୟ ଶୃଙ୍ଖଳା, ଯୋଉଟା କି ଆମର ପ୍ରକୃତ ଶୃଙ୍ଖଳା, ଆମେ ସେଆଡକୁ ଯିବୁ। ତେଣୁ ଏଇ ଶୃଙ୍ଖଳା ହିଁ ସ୍ୱାଧୀନତା ଆଡକୁ ନବ। ତେଣୁ ଯୋଉ ଯୋଉ ଜିନିଷ ଦେଇକି ଆମେ ସମାଜରେ ଅତିକ୍ରମ କରୁଛୁ, ସେ ଏକ ପ୍ରକୃତିରେ ଭୁଲ ନୁହଁ, କିନ୍ତୁ ସେ ସମୟ ଚାଲି ଯାଇଛି। ଏବେ ସମାଜର ଶୃଙ୍ଖଳା ଏଇ ସବୁ ଅଧୀନରେ ରହିବାର ସମୟ ଚାଲି ଯାଇଛି। ବର୍ତ୍ତମାନ ଆତ୍ମଶୃଙ୍ଖଳା ବି ସମୟ ଚାଲି ଯାଇଛି। ବର୍ତ୍ତମାନ ଆମର ଆସିଛି ଦିବ୍ୟ ଶୃଙ୍ଖଳା, କିନ୍ତୁ ଆମେ ଯେହେତୁ ସେଇ ଜିନିଷ ଯାକ ଆମେ ଏକ୍ସରସାଇଜ କରିନୁ, ତେଣୁ ପ୍ରଥମେ ଆତ୍ମଶୃଙ୍ଖଳା ଭିତରେ ଦେଇକି ଦିବ୍ୟ ଶୃଙ୍ଖଳାକୁ ଯିବାକୁ ପଡୁଛି। ନହେଲେ ବର୍ତ୍ତମାନ ଯୋଉ ଏଜରେ ଆମେ ଅଛୁ, କେବଳ ଭଗବାନଙ୍କ ଅଧୀନରେ ଆସିବା ସମୟ ଆସିଯାଇଛି, କେବଳ ଭଗବାନଙ୍କର, ଆଉ କିଛି ନାହିଁ। କିନ୍ତୁ ଯେହେତୁ ଆମେ ପ୍ରସ୍ତୁତ ହେଇନୁ, ତେଣୁ ଆମର ଆତ୍ମଶୃଙ୍ଖଳା କ୍ଲାସ କରିବାକୁ ପଡୁଛି। ଆତ୍ମଶୃଙ୍ଖଳା ଅର୍ଥ ହଉଛି ସେଲ୍ଫ ଡିସିପ୍ଲିନ, ଆମେ ଯୋଉ କହୁଛୁ, ମାନେ ନିଜେ କେତେଟା ଜିନିଷ ନିର୍ଦ୍ଧାରିତ କରିବୁ, ଉଚ୍ଚତର ଜିନିଷ, ଆଉ ତାକୁ ଏଟ ଏନି କଷ୍ଟ ପାଳନ କରିବୁ, ଯେତେ କଷ୍ଟ ହଉ। ଏବେ ଦେଖ ସକାଳୁ ପାଠଚକ୍ର ହଉଛି, ପ୍ରଥମେ 2-3 ଜଣ ହିଁ ବହୁତ ସମୟ ଯାଏ ଆମେ ଯାଉଛୁ, ତାପରେ ମଝି ମଝିରେ ତମେ ସବୁ ଯୋଡି ହଉଛ। କାହିଁକି ନା ତମେ ଯୋଉ ଡିସାଇଡ କରିଛ ମୁଁ ଉଠିବି ବୋଲି, ଉଠି ପାରୁନ, ଉଠିକି ଗାଧୁଆ ପାଧୁଆ କରିକି ଆସିପାରୁନ। ତେଣୁ ନିଜେ ନିଜର ଶୃଙ୍ଖଳାକୁ ଡିସାଇଡ ଯଦିଓ କରୁଛ, କିନ୍ତୁ ପାରୁନ। ଏଇଟା ହଉଛି ଆତ୍ମଶୃଙ୍ଖଳା। ତାପରେ ହିଁ ଦିବ୍ୟ ଶୃଙ୍ଖଳା ଷ୍ଟେଟକୁ ଆମେ ପହଞ୍ଚି ପାରିବା। ଆତ୍ମଶୃଙ୍ଖଳାରୁ ମାଙ୍କୁ ଯେତେବେଳେ କହିଲେ, ମା ଜଣେ ସାଧକ କହିଲେ, ମା ଆପଣ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦଉଛନ୍ତି, ସେମାନେ କେତେ ଭାଗ୍ୟବାନ ଯେ ଆପଣଠୁ ନିର୍ଦ୍ଦେଶ ପାଇକି କାମ କରୁଛନ୍ତି, ଅର୍ଥ ସିଧାସଳଖ ଦିବ୍ୟ କାମ କରୁଛନ୍ତି। କାଇଁ ମତେ ତ କେବେ ଆପଣ ନିର୍ଦ୍ଦେଶ ଦେଇନାହାନ୍ତି। ମା ସେଠି କହିଲେ, ଆଚ୍ଛା ତୁ ଯୋଉଟା ଚାହୁଁଛୁ କରିପାରୁଛୁ କି? ସେ ମନେ ପକେଇଲେ, ନାଇଁ ସକାଳୁ ମୁଁ ଗୋଟେ ଜାଗାକୁ ଯିବି କହିଲା ବେଳକୁ ଅନ୍ୟ ଜାଗାରେ ପହଞ୍ଚି ଯାଉଛି, ଏସବୁ କାହାକୁ କହିବିନି କହିଲା ବେଳକୁ କହିଦେଇଛି, ତାପରେ ପଶ୍ଚାତାପ କରୁଛି, ମୁଁ ମୋ ଅଧୀନରେ ତ ରହିପାରୁନି। ନାଇଁ ମା, ମୁଁ ମୋ ଅଧୀନରେ ରହିପାରୁନି। ସେଇଠି ମା କହିଲେ, ତୁ ତୋ ଅଧୀନରେ ନ ହଉ ତାହେଲେ ମୋ କଥା କେମିତି ଶୁଣିବୁ? ତୁ ତୋ ଅଧୀନରେ ନାହୁ, ମୋ କଥା କେମିତି ଶୁଣିବୁ? ତେଣୁ ମାଙ୍କ କଥା ଶୁଣିବାଟା ହଉଛି ପ୍ରକୃତ ସ୍ୱାଧୀନତା। କିନ୍ତୁ ସେଇ ସ୍ତରକୁ ଆସିବା ପାଇଁ ପ୍ରଥମେ ମୁଁ ମୋ ଅଧୀନକୁ ଆସିବାକୁ ପଡିବ। ଆସିଲା ପରେ ମୁଁ ନିଜକୁ ସମର୍ପଣ କରିପାରିବି। ମୁଁ
ନିଜ ନିଜ ଅଧୀନ ନେଇ ସମର୍ପଣ କଣ କରିବି? ମୁଁ ନିଜ ନିଜ ଅଧୀନକୁ ଆସିଲା ପରେ ସମର୍ପଣ କଲା ପରେ ଯାଇକି ସ୍ୱାଧୀନତା, ପ୍ରକୃତ ସ୍ୱାଧୀନତା ଆମ ଜୀବନରେ ଆସୁଛି। ହଁ ସେଇଟା ତ ଆସିବ, କିନ୍ତୁ ସେଇଟା ଆମେ ଯୋଉ ପ୍ରକୃତିର ଅଧୀନରେ ଥିଲୁ, ସମାଜର ଅଧୀନରେ ଥିଲୁ, ସେଇଠୁ ମୁକୁଳିବା ପାଇଁ ସ୍ୱେଚ୍ଛାଚାରିତାଟା ସାହାଯ୍ୟ କରେ। କିନ୍ତୁ ସେ ଆଉ ଗୋଟେ ପ୍ରୋବ୍ଲେମ କ୍ରିଏଟ କରିଦିଏ ଯେତେବେଳେ ସେଇଟା ପୁଣି ଆମେ ସେଇ ସ୍ୱେଚ୍ଛାଚାରିତାଟାକୁ ଆମେ ସମର୍ପଣ କରୁ ମାଙ୍କ ପାଖରେ, ପ୍ରକୃତ ସ୍ୱାଧୀନତା ପାଖରେ ପହଞ୍ଚୁ। ଗୋଟେ ବଡ ବଡ ଯୋଉ ସମାଜର ଡିସିପ୍ଲିନ ଆମକୁ ଯୋଉ ବାନ୍ଧିକି ରଖିଛି, ଆମ ଭଲ ପାଇଁ ବାନ୍ଧିକି ରଖିଛି, କିନ୍ତୁ ସେଇ ଭିତରୁ ଆମେ ନିଜର ଅସ୍ତିତ୍ୱ ହରେଇ ବସିଲା ଭଳିଆ ଲାଗେ। ସମାଜର ନିୟମ ଭିତରେ ଆଉ ନିଜର କିଛି ଥିଲା ଭଳିଆ ଲାଗେନି, ସବୁ କିଛି ତାଙ୍କରି ନିୟମ ଭିତରେ ରହିବାକୁ ପଡିବ। ସେଇଠୁ ରିଭୋଲ୍ଟ କରି ବାହାରି ଆସେ ଯେ ସେଇଠୁ ସ୍ୱେଚ୍ଛାଚାରିତାଟା ଆସେ, ଇଣ୍ଡିଭିଜୁଆଲିଷ୍ଟିକ ଏଜ୍ ଯୋଉଟା କୁହାହଉଛି। ଇଣ୍ଡିଭିଜୁଆଲିଷ୍ଟିକ ଏଜ୍ ଆସିଲା ପରେ ଯାଇକି ଆମ ସବଜେକ୍ଟିଭ ଏଜ୍ ଆସୁଛି, ଯୋଉଟା ଦିବ୍ୟ ସମାଜ ଆସୁଛି। ତେଣୁ ଇଣ୍ଡିଭିଜୁଆଲିଷ୍ଟିକ ଏଜ୍ ରେ ସ୍ୱେଚ୍ଛାଚାରିତାଟା ଆସୁଛି। ଆମର ଯୋଉ ଚାରିଟା ଯୁଗ କଥା କୁହାହଉଛି, ଗୋଟେ ହଉଛି ଆମର ସିମ୍ବଲିକ ଏଜ୍, ଦ୍ୱିତୀୟଟା ହଉଛି ଆମର ଟାଇପାଲ ଏଜ୍, ଥାର୍ଡଟା ହଉଛି କନଭେନସନାଲ ଏଜ୍, ଫୋର୍ଥଟା ହଉଛି ଇଣ୍ଡିଭିଜୁଆଲ ଏଜ୍, ତାପରେ ଆସିଲା ସବଜେକ୍ଟିଭ ଏଜ୍। ପାଞ୍ଚଟା। ଯୋଉ ସିମ୍ବଲିକ ଏଜ୍ ରେ ହଉଛି ଆମ ଭିତରେ ବହୁ ଉଚ୍ଚକୁ ଆମେ ଯାଇଛୁ, କିନ୍ତୁ ପ୍ରାକ୍ଟିକାଲି ଜୀବନଟା ବଞ୍ଚି ପାରୁନୁ, ସିମ୍ବଲିକାଲି ହିଁ ବଞ୍ଚିଛୁ। ତାପରେ ଆସିଲା ଟାଇପାଲ ଏଜ୍। ଟାଇପାଲ ଏଜ୍ ଅର୍ଥ ହଉଛି ଆମ ନିଜର ସ୍ୱଧର୍ମ ଅନୁସାରେ ବଞ୍ଚିବା ଆରମ୍ଭ କଲୁ। ତାପରେ ସେ ବିକୃତି ଆସିଲା, ସେ ସ୍ୱଧର୍ମ ପରେ ବିକୃତି ଆସିଲା କନଭେନସନାଲ ଏଜ୍, ଅର୍ଥ ନୀତି ନିୟମ ବାହାର ଆଡୁ ସବୁ ଜିନିଷ ଫିକ୍ସ ହେଲା, ସମାଜ ନିୟମ ଫିକ୍ସ କଲା, ସବୁ ଜିନିଷ ଯାକ ବାହାରୁ ଫିକ୍ସ ହେଲା। ମୁଁ ବ୍ରାହ୍ମଣ ହେଲି ଏଥିପାଇଁ ଯେ ବ୍ରାହ୍ମଣ ଘରେ ଜନ୍ମ ହେଇଗଲି, ପ୍ରକୃତରେ ମୋ ଭିତରେ ବ୍ରାହ୍ମଣତ୍ୱ ନଥିଲେ ମତେ ବ୍ରାହ୍ମଣ, ବାହାର ଜିନିଷ ଯାକ ମତେ ମୋର ପରିଚୟ ଡିସାଇଡ କଲା। ସେଟା ହଉଛି କନଭେନସନାଲ ଏଜ୍। ସେଇ ଭିତରେ ମୁଁ ଅଣନିଶ୍ୱାସ ହେଲି, ଅଣନିଶ୍ୱାସ ହେଇକି ରିଭୋଲ୍ଟ କଲି, ସେଠୁ ଆସିଲା ଇଣ୍ଡିଭିଜୁଆଲ ଏଜ୍, ଯୋଉଠିକି ସ୍ୱେଚ୍ଛାଚାରିତା କଥା କୁହାହଉଛି। ସେଇଠୁ ପୁଣି ନିଜକୁ ଲାଗିବ ଯେ ମୁଁ ନିଜ ଅଧୀନରେ ନାହିଁ, ସ୍ୱେଚ୍ଛାଚାରିତା ଅର୍ଥ ହଉଛି ବିଭିନ୍ନ ଶକ୍ତି ମାନଙ୍କ ଅଧୀନରେ ଅଛି। ମୁଁ ରାଗିଲି, ମୁଁ ଇଏ କଲି, ଭାବୁଥିଲି ମୁଁ ସେଇଟା ମୋ ଇଚ୍ଛା ବୋଲି, କିନ୍ତୁ ଆକ୍ଚୁଆଲି ମୁଁ ମୋ ଅଧୀନରେ ନାହିଁ। ତାପରେ ପ୍ରକୃତ ସ୍ୱାଧୀନତା ମଣିଷ ସମାଜ ଚାହିଁବ, ସେଠୁ ନୂଆ ଏଜ୍ ଟା ଆସୁଛି, ସେଟା ହଉଛି ସବଜେକ୍ଟିଭ ଏଜ୍। ବର୍ତ୍ତମାନ ଯୋଉ ଏଜ୍ ଭିତରେ ଆମେ ପ୍ରବେଶ କରୁଛୁ, ଅତି ମାନସ ଜଗତ। ତେଣୁ ଏଇଭଳି ଭାବରେ ମଣିଷ ସମାଜ ସ୍ୱାଧୀନତା ଆଡକୁ ଯାତ୍ରା କରୁଛି। ଏହା ହଉଛି ଆମର ସାଧନା କ୍ଷେତ୍ରରେ ବା ଆଧ୍ୟାତ୍ମିକ ଜୀବନରେ ଏଇଟା ବାଧା ଆସିପାରିବ। ମାନେ ଆମର କୁହାହଉଛି ଯଦି ସଚାରିତା ହେଇଗଲା ପରେ ଆମର ସାଧନା କ୍ଷେତ୍ରରେ ସେଇଟା ପ୍ରତିରୋଧ, ମାନେ ବିରୋଧୀ ଶକ୍ତି ରୂପରେ କାମ କରିପାରିବ। ହଁ ସେଇଟା ତ କରୁଛି। ବର୍ତ୍ତମାନ ଯୋଉ ସମାଜଟା ଚାଲିଛି, ସେଠି ସ୍ୱେଚ୍ଛାଚାରିତାର ସମାଜ ଚାଲିଛି ନା, ଯେ ଯୋଉଟା ଚାହୁଁଛି କରୁଛି, ତାର ପରିଣାମ ଆମେ ଦେଖୁଛେ। ନୈତିକ ଜଗତରେ ଯୋଉ ଡିସିପ୍ଲିନ ଥିଲା ସବୁ ଚୁରମାର ହେଇଯାଇଛି, ଯାହା ଫଳରେ କି ଆମେ ଇନଡିସିପ୍ଲିନ ହେଇଯାଇଛୁ ଇନ୍ ଦ ନେମ୍ ଅଫ ଫ୍ରିଡମ। ସ୍ୱେଚ୍ଛାଚାରିତା ନାଁରେ ଆମେ ସ୍ୱେଚ୍ଛାଚାରୀ ହେଇଯାଇଛୁ ସ୍ୱାଧୀନତାର ଆଳରେ। ବର୍ତ୍ତମାନ ଯୋଉ ଇନଡିସିପ୍ଲିନ ଚାରିଆଡେ ହେଇଛି, ସେଇଟା ହିଁ ଆମ ଭିତରେ ଆଉ ଗୋଟେ ବ୍ୟାକୁଳତା ସୃଷ୍ଟି କରିବ ଯେ ମାନେ ପରମଙ୍କ ଅଧୀନକୁ ଆସିବା ପାଇଁ। ସେଠୁ ସବଜେକ୍ଟିଭ ଏଜ୍ ଆରମ୍ଭ ହବ। ଏବେ ସ୍ୱେଚ୍ଛାଚାରିତାର ଚରମ ସୀମାରେ ଆମେ ପହଞ୍ଚିଗଲୁଣି, ଅଣନିଶ୍ୱାସୀ ଅନୁଭବ କଲୁଣି, ଫ୍ରିଡମ ନାଁରେ ଯାହା ଚାଲିଛି। ସେଠୁ ଆମେ ବାହାରି ଆସିବୁ, ଆସିକି ପରମଙ୍କ ଅଧୀନକୁ ଆସି ପହଞ୍ଚୁ। ଯୋଉ ଆମର କନଭେନସନାଲ ଏଜରେ ନୈତିକତାର ଅଧୀନରେ ଥିଲୁ, ତାପରେ ଆମେ ଆସିଲୁ ଇଣ୍ଡିଭିଜୁଆଲିଷ୍ଟିକ ଏଜ୍। ମୁଁ ମୋ ହିସାବରେ ଯିବି, ବର୍ତ୍ତମାନ ମୁଁ ଭଗବାନଙ୍କ ହିସାବରେ ଯିବି। ଏଜ୍ ଭିତରେ ଆମେ ପ୍ରବେଶ କରିସାରିଲୁଣି, କିନ୍ତୁ ଏ ସ୍ୱେଚ୍ଛାଚାରିତାର ଯୋଉ ପ୍ରଭାବରୁ ମୁକ୍ତ ହେଇନୁ। ସେଥିପାଇଁ ଆମ ଜୀବନଟା ବଡ ଅସହ୍ୟ ହେଇକି ରହିଛି। ନାଇଁ, ଦିଟା ମୁଭମେଣ୍ଟ ଚାଲିଛି। ଗୋଟେ ହଉଛି ମା ଲେଖିଛନ୍ତି ଗୁଡ ବିକମ୍ସ ବେଟର, ବ୍ୟାଡ ବିକମ୍ସ ୱରଷ୍ଟ। ଖରାପଟା ଆହୁରି ଖରାପ ଆଡକୁ ଯାଉଛି, ଭଲଟା ଭଗବାନଙ୍କ ଆଡକୁ ଯାଉଛି। ଏଇଭଳିଆ ଗୋଟେ ଥକ ଜାଗାରେ ଆମେ ଅଛୁ। ତେଣୁ ଦିଟା ଜିନିଷ ଯାକ ଦେଖୁଛୁ। ଗୋଟେ ଦିଗଟେ ଦେଖୁଛୁ ଆମେ ମଣିଷ ବହୁତ
ନିଜର ଅବସ୍ଥାକୁ ଜାଣିପାରୁଛି, ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛି, ବ୍ୟାକୁଳ ହଉଛି, ଏଇଟା ଆମେ ଦେଖିପାରୁଛୁ। ଆଉ ଗୋଟେ ସ୍ତରରେ ସେ ଆହୁରି ପଶୁରୁ ଆହୁରି ପିଶାଚ ସ୍ତରକୁ ବି ଯାଉଛି, କାରଣ ସେ ଡିସାପିୟର କରିଯିବ ସେଇ ପାର୍ଟଟା। ତେଣୁ ଗୁଡ୍ ବିକମ୍ସ ବେଷ୍ଟ, ବ୍ୟାଡ୍ ବିକମ୍ସ ୱରଷ୍ଟ, ଏଇଭଳିଆ ଗୋଟେ ଛକ ଜାଗାରେ ଆମେ ଅଛୁ। ମା ସେଟା ଏଜେଣ୍ଡାରେ ଲେଖିଛନ୍ତି। ଆମେ ଭଗବାନ ସବୁ କିଛି ବୋଲି ଆମ ମନ ସ୍ତରରେ ଆମେ ଜାଣିଛୁ, କିଛି ଅନୁଭବ ମଧ୍ୟ ପାଇଛୁ, କିନ୍ତୁ ସବୁବେଳେ ତାଙ୍କ ସହିତ ସମ୍ପର୍କ ରଖିବା, ତାଙ୍କୁ ନ ଭୁଲିକି ଜୀବନ ବଞ୍ଚିବା, ଏହା ଏତେ ସହଜ ନୁହଁ। ପ୍ରାୟତଃ ଯେତେ ବି ଜଣେ ଉଚ୍ଚତର ସ୍ତରକୁ ଯାଉନା କାହିଁକି, ଏଭଳି କିଛି ସମୟ ଆସେ ଯେତେବେଳେ ସେ ମାଙ୍କୁ ଭୁଲିଯାଏ ଏବଂ କଷ୍ଟ ପାଏ। ଅବଶ୍ୟ ମା ଲେଖିଛନ୍ତି ଯେ ଯୋଉମାନେ ଆନ୍ତରିକ ଥାନ୍ତି ସେମାନେ ବି ଯେତେବେଳେ ଭୁଲି ଯାଆନ୍ତି ମାଙ୍କୁ, ଅନ୍ୟ କାମରେ ଯେତେବେଳେ ତାଙ୍କର ଆଟେନସନ ଚାଲିଯାଏ, ସେତେବେଳେ ଗୋଟେ ତୀବ୍ର ଯନ୍ତ୍ରଣା ଅନୁଭବ ହୁଏ, ଅସ୍ୱସ୍ତିକର ବୋଧଟା ଆସେ। ସେ ପୁଣି ଫେରି ଆସନ୍ତି ମାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା। ଆମକୁ କଣ କରିବାକୁ ପଡିବ ଯେ ମାଙ୍କ ଉପରେ କମ୍ପ୍ଲିଟଲି ଯେତେବେଳେ ନିର୍ଭର କରିବା ଆରମ୍ଭ କରିବ, ସେତେବେଳେ ମାଙ୍କୁ ଆଉ ଭୁଲି ପାରିବନି। ଯେତେବେଳେ ଆମକୁ ଲାଗିବ ଯେ ମାଙ୍କ ଛଡା ଆଉ କିଏ କିଛି ଆମକୁ ସାହାଯ୍ୟ କରିପାରିବନି, ଯିଏ ବି ସାହାଯ୍ୟ କରିବ ମା ସେପଟେ ସାହାଯ୍ୟ, ମା ଚାହିଁଲେ ହିଁ ସେ ସାହାଯ୍ୟ କରିପାରିବ, ସେ କେବଳ ଗୋଟେ ମାଙ୍କର ମାଧ୍ୟମ ହେଇପାରିବ। ତେଣୁ ମୋର କେବଳ ମାଙ୍କ ଆଡକୁ ମୋ ଦୃଷ୍ଟିଟା ରହିବ, କାରଣ ସିଏ ନ ଚାହିଁଲେ କିଛି ହବନି। ବାକି ସମସ୍ତଙ୍କ ସହିତ ମୁଁ ସମ୍ପର୍କ ରଖିବି, କିନ୍ତୁ କାହା ଉପରେ ନିର୍ଭର କରିବିନି। ଏମିତି ହେଲେ ମାଙ୍କୁ ଭୁଲିବା ସହଜ ହୁଏନି, କାରଣ ପ୍ରତି ମୁହୂର୍ତ୍ତରେ ମା ହିଁ ମନେ ପଡନ୍ତି। ଆଉ ଆମର ପ୍ରକୃତରେ ଆବଶ୍ୟକତା ଯାହା ଅଛି, ଅନ୍ତରାତ୍ମାର ଆବଶ୍ୟକତା, ବାହାର ଲୋକ କେମିତି ଜାଣିବେ? ତେଣୁ ଅନ୍ତରାତ୍ମାର ଆବଶ୍ୟକତା ନ ଜାଣିକି ଯୋଉମାନେ ବି ସାହାଯ୍ୟ କରନ୍ତି, ସେଟା ଅନ୍ତରାତ୍ମାକୁ ସାହାଯ୍ୟ ହେଇନପାରେ। ତେଣୁ ଆମକୁ ପ୍ରକୃତରେ ବି ଯାହା ବି ଆବଶ୍ୟକ, ମାନେ ବାହ୍ୟ ଜିନିଷଠୁ ଆରମ୍ଭ କରି ଆମ ଅନ୍ତରର ଅନୁଭବ ପର୍ଯ୍ୟନ୍ତ ସବୁ କିଛି ମାଙ୍କ ମାଧ୍ୟମରେ ହିଁ ଆସିବା ଦରକାର, ମାଙ୍କଠୁ ଆସିବା ଦରକାର। ମାଙ୍କ ମାଧ୍ୟମ ନୁହଁ, ମାଙ୍କଠୁ ଆସିବା ଦରକାର, ନହେଲେ ସେ ଆମ ପାଇଁ ଠିକ ନୁହଁ। ଯେତେବେଳେ ଆମେ ମାଙ୍କ ପ୍ରତି ଭକ୍ତି ଭାବଟା ବଢେଇ ପାରିବା, ମାଙ୍କ ପ୍ରତି ପ୍ରେମ ବଢିଯିବ, ଏଇ ମାଙ୍କ ପାଇଁ ଭକ୍ତି ବଢିବ କେତେ ଜଣଙ୍କର ସ୍ୱାଭାବିକ ଭାବେ। କେତେ ଜଣଙ୍କର ମାଙ୍କୁ ଦେଖୁ ଦେଖୁ, ମାଙ୍କ ହସମୁହଁ ଦେଖୁ ଦେଖୁ, ମାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଭିତରେ କରୁ କରୁ କିମ୍ବା ମାଙ୍କ ବିଷୟରେ ଜାଣୁ ଜାଣୁ ଭକ୍ତି ଭାବଟା ବଢିପାରେ। ଏ ଭକ୍ତି ଭାବଟା ଯେତେ ବଢିବ, ପ୍ରେମ ଭାବଟା ଯେତେ ବଢିବ, ନିବିଡତା ସେତିକି ବଢିବ। ଏବଂ ନିବିଡତା ବଢିଲେ ଭୁଲିବାର ଚାନ୍ସ ନାହିଁ। ଯାହାକୁ ଯିଏ ଭଲ ପାଉଛି ତାକୁ ଭୁଲିବ କେମିତି? ତାପରେ ଏଇ ଯୋଉ ସଂସାରର, ବର୍ତ୍ତମାନ ସଂସାର ଯୋଉ ଅବସ୍ଥାରେ ଅଛି, ସେଟା ଅଚେତନ ଅବସ୍ଥାରେ। ଶଙ୍କରାଚାର୍ଯ୍ୟ ମିଥ୍ୟା ବୋଲି କହିଲେ, ମା ବି ୟାକୁ କହିଛନ୍ତି ବର୍ତ୍ତମାନ ସଂସାର ଯୋଉଟା ଅଛି ମିଥ୍ୟାରେ ବୁଡିକି ଅଛି। ମିଥ୍ୟା ନୁହଁ, ସଂସାରଟା ମିଥ୍ୟା ନୁହଁ, କିନ୍ତୁ ମିଥ୍ୟାରେ ବୁଡିକି ଅଛି। ତେଣୁ ସେଇ ସଂସାରର ଅଚେତନା ଭିତରେ ଦେଇକରି ଆମେ ଚେଷ୍ଟା କରିବାକୁ ପଡିବ। ସେଥିପାଇଁ ଆନ୍ତରିକ ନହେଲେ ଜଣେ ବାରମ୍ବାର ଖସି ପଡିବ। ଆନ୍ତରିକତା ତାକୁ ସାହାଯ୍ୟ କରିବ। ଆଉ ଆନ୍ତରିକତା ଅର୍ଥ ହଉଛି ସାହସ। ଅନ୍ୟ ନାମ, ଆନ୍ତରିକତାର ଅନ୍ୟ ନାମ ହଉଛି ସାହସ। କାରଣ ଯାହା ଭିତରେ ଅନୁଭବ ହୁଏ ତାକୁ କରିବା ଏତେ ସହଜ ନୁହଁ, ସେଥିପାଇଁ ସାହସ ଦରକାର। ତେଣୁ ଆନ୍ତରିକତା, ସିନ୍ସିୟରିଟି ଆଣ୍ଡ କରେଜ, ଏ ଦିଟା ଏକା ସାଙ୍ଗେ ଯାଏ। ତେଣୁ ଯିଏ କରେଜିୟସ୍ ଥିବ ସେ ସିନ୍ସିୟର ହେଇପାରିବ, ଯିଏ ସିନ୍ସିୟର ଥିବ ସେ କରେଜିୟସ୍ ହେଇପାରିବ। ଏସବୁ ପଛରେ ମାଙ୍କ କୃପା ଅନବରତ ରହିଛି। ତେଣୁ ଖୁସିରେ ତାକୁ ଗ୍ରହଣ କରି ଆମେ ଯଦି ଆଗକୁ ଯାଇପାରିବା, ତାହେଲେ ଆମ ଜୀବନ ଠିକ ରାସ୍ତାରେ ଯିବ ଏବଂ ରୂପାନ୍ତର ଦିଗରେ କାର୍ଯ୍ୟ କରିବ। ହଁ, ମୁଁ କିଛି ଦିନ ଇଏରୁ ଗୋଟେ ଭାଇଙ୍କର ଟକ୍ ଗୋଟେ ଏବେ ରିସେଣ୍ଟଲି ଆଇ ଥିଙ୍କ ପକେଇଛନ୍ତି କ୍ଲାଇମ୍ବିଂ ନଲେଜରେ। ପୁରୁଣା ଟକ୍ ଟିଚର୍ସ ମିଟ୍ରେ ଆପଣ କହିଥିଲେ ଭାଇ, ସେଇ କ୍ୱେଶ୍ଚିନ୍ଟା ଭଲ ଲାଗିଲା ମୋତେ। ତାର ଟିକେ ସମସ୍ତେ ବି ଆଲୋଚନା କରିବା କଥା ସେ ସବୁ ଜିନିଷ।
क्वेश्चन टा थिला जस्ट समराइज कर देबी अल्प रे ब्रह्मचर्य को शिक्षा संगे केमिति सेटा कनेक्टेड सेटा थिला क्वेश्चन। तो भाई बहुत सुंदर भाव कलेक्शन थिला जे ब्रह्मचर्यटा ही होची केमिति शिक्षा सेटा ही गोटे हमर माने टोटल एजुकेशन टा ही सेटा बेस करिके अछि एमति आगे जतबे पुराना हमर प्राचीन भारतीय परंपरा रे भी स्टूडेंट माने ताकर जो एजुकेशन रो फेज टा को भी ब्रह्मचर्य रे कटौले तो सेठी गोटे जिनस कहते भाई जे मत बहुत सेटा भल लगिला जे से रियलाइज करिवे माने स्टूडेंट्स माने ब्रह्मचर्यटा कौन ताको कहला बेले से पूरा विश्व ब्रह्मांड को जो शक्तिटा चलौची मते भी सही शक्ति मो भीतर भी सही शक्तिटा ही क्रिया कर फीलिंग टा हम भीतर आसब सेटा ही होची ब्रह्मचर्य सेतबेले जदि सही फीलिंग से जो फीलिंग टा आसिला जे समग्र विश्व ब्रह्मांड को जो शक्ति चलौची जदि मते भी सही शक्ति ही चलौची ताले से से ऑल पावरफुल ताको भी मन हबो से भी स्ट्रेंथ पाइबो सेठरो आउ से हताश ही जीवन ए जो प्रोसेस टा होची स्टार्टिंग रो जेमती श्रीअरविंद भी कहछन तीनटा फेज रे जोटा हुए गोटे होची कंट्रोल जो आसीबो रेतस्टा ओजस रे जो परिणत हो सेटा केमिति हबो प्रथम हबो जो कंट्रोल माध्यम रे से शक्ति गुडा को प्रथमे कंज्यूम करिवो कोर्स एनर्जी टा को जेमती एबे बहुत सारा जगह रे हमर सेटा को माने ये ही जाउची नष्ट हो जाउची जो शक्ति टा को द मोमेंट कंट्रोल करिवा स्टार्ट करू जने सेटा ही शिक्षा सेटा ही एजुकेशन रो पार्ट जैसे अगर ता भीतर गोटे कंट्रोल आसीबो से गुडा केमिति अपचय न करिकी ताको कंज्यूम करिकी गोटे हायर किछि पई ताको यूटिलाइज करा जिवो हला एटा होछि से जो रेतस्टा ओजस रे परिणत जो हबो तापरे जे जो मोमेंट रे एटा को ता संगे रे काहे की जोडी के देखाइ छी सेठी भाई किछ पॉइंट कहितले जे मैक्सिमम जिंस जोडा को हमर चेतना को निम्नगामी करे सेगुडा को सबू होची ताको कंट्रोल करिया होची ब्रह्मचर्य मैक्सिमम जिंसटा ताको सेक्स संगे रे रिलेट करा हुए एथि पई जे तार टिके परसेंटेज टा अधिका किंतु अन्य सब जिनस गुडा को भी तार पार्ट जो जो जिनस गुडा को निम्नगामी करे हमर क्रोध हो गेला अन्य जिनस सब हो गेला लोभ हो गेला से गुडा को भी ताको भी संयत करिया हमर दरकार किंतु मैक्सिमम जिनसटा हमर वेस्ट हो जाए सेक्स माध्यम रे तो सेईटा ताकू कंट्रोल करिवाटा और ताकू ऊर्ध्वमुखी करवाटा होची गोटे गोटे तपस्या सेटा ही ब्रह्मचर्य रो पार्ट सेटा ही एजुकेशन एक्चुअली तापरे सेटा तपरे परिणत हबो जोटी से एक्चुअल कंट्रोल टा आनी की काम रे ताकू माने ठीक जगह रे विनियोग करिया पई से रेडी ही परिबो से सब एनर्जी गुडा को तापरे सेटा तपरे परिणत जो इलेक्ट्रिक विद्युत रे जो परिणत हुए से जो एनर्जी से इलेक्ट्रिक फोर्स जो हम भीतर अछि तापरे से कंट्रोल कला परे तार गोटे एमती पोजीशन आसीबो से भगवत इच्छा को साकार करिया पई तापरे रेडी ही पारे एई जो फेज टा अछि रेतस ओजस तापरे तप जो शक्ति रो जो कन्वर्शन टा अछि एटा टोटल गोटे हमरो लाइफ रो गोटे एजुकेशन रो ही पार्ट एटा ही शिक्षा एई शक्ति गुडा को केमिति हमें कंट्रोल करके ऊर्ध्वमुखी करे परिबा तो एमती गोटे डिस्कशन हेतिला म सेडा बहुत भल लागितला जानछि जे समते समस्त सेडा जानिया कथा भी सुंदर भाव गोटे सरल भाव से जो प्रेजेंटेशन टा रखा हेतिला एक्चुअली सिटी क्वेश्चन माध्यम रे बहुत सुंदर थिला तो सेति की भाई कोन जडी किछि कोडी ये हला भाई कहि परिबी का ओटिके कोडी मिस हला हाँ नहीं ठीक कहल से ओजस पर्यंत मु कहि ओजस टा छाड़ दे ओजस मध्य लास्ट फाइनल रियलाइजेशन जोटा इलेक्ट्रिक जोटा विद्युत
ପରିଣତି ହେଇଯିବ ସେଇଟା। ନାଇଁ ସେଟା ତେଜ ଯୋଉ ଲାଷ୍ଟ ଓଜନ ନା ହଁ ହଁ ସେଟା ଫାଇନାଲି ସେ ଷ୍ଟେଟ୍ କୁ ଆସିଲା ପରେ ହିଁ ଜଣେ ବ୍ରହ୍ମ ରିଏଲାଇଜେସନ କରିପାରିବ। ହଁ କିନ୍ତୁ ଭାଇ ଏତେ ଡିଟେଲ ଲେଭେଲ ରେ ଆଗ ନଥିଲା ରାଇଟ୍, ମାନେ ଏମିତି ଯୋଉ ପ୍ରାଚୀନ ଇଏରେ ସେମାନେ କରୁଥିଲେ, କିନ୍ତୁ ଏଇ ଯୋଉ ପ୍ରୋସେସ ଟା ଥିଲା କି ଆମେ ସିନା ଏବେ ତାକୁ ବୁଝିବା ପାଇଁ ଆରମ୍ଭ କରିଛେ ବୋଲି ଜାଣିପାରୁଛେ, କିନ୍ତୁ ଏତେ ଡିଟେଲ ଲେଭେଲ ରେ ଥିଲା କି ଭାଇ ସେତେବେଳେ? ସେତେବେଳେ ତ ସେମାନେ ସେଇ ଯାକ ହିଁ ଗୁରୁତ୍ୱ ଦଉଥିଲେ, କିନ୍ତୁ ଡିଟେଲ ଭାବରେ ଷ୍ଟେପ ବାଇ ଷ୍ଟେପ ଇଏ ଲେଖା ହିଁ ନଥିଲା। ସେତେବେଳେ ଲେଖା ଉପରେ କମ ଗୁରୁତ୍ୱ ଦିଆଯାଉଥିଲା। ମାଇଣ୍ଡ ଯେହେତୁ ମାନେ ଡେଭଲପମେଣ୍ଟ ର ଷ୍ଟେଟରେ ନଥିଲା, ସେତେବେଳେ ମେନଲି ଇନର ରିଏଲାଇଜେସନ ଉପରେ ଚାଲିଥିଲା। ଯେତେବେଳେ ମୁନି ଋଷି ମାନେ ଥିଲେ ସେଟା ପ୍ରକୃତରେ ସୂକ୍ଷ୍ମ ଜଗତରେ ସତ୍ୟ ଯୁଗ ଆମର ଅଛି ନା, ସେଠି ମୁଖ୍ୟତଃ ଇନର ରିଏଲାଇଜେସନ। ତାପରେ ଧୀରେ ଧୀରେ ମାଇଣ୍ଡ ଟା ଡେଭଲପ କଲା। ବର୍ତ୍ତମାନ ଆମେ ମାଇଣ୍ଡ ର ଚରମ ସୀମାରେ ପହଞ୍ଚିଲୁ। ଚରମ ସୀମାରେ ପହଞ୍ଚିକି ସେଟା ଯେତିକି ଆମକୁ ମାନେ ଆଗକୁ ନବ ସେତିକି ପଛକୁ ବି ନଉଛି। ସେତେବେଳେ ସେଇ ସମ୍ଭାବନା ଟା କମ ଥିଲା। ଆଚ୍ଛା, ଓକେ ଭାଇ। ସେ ପ୍ରୋସେସ ଟାକୁ ହିଁ ମତେ ଲାଗୁଛି ଆଉ ରିଡିଫାଇନ୍ କରିଛନ୍ତି କି ଭାଇ ଏବେ ଯୋଉ ତାଙ୍କର ଯୋଉ ଲେଖା ମାଧ୍ୟମରେ ଶ୍ରୀ ଅରବିନ୍ଦ ଯୋଉଟା କରିଛନ୍ତି ସେଇଟାକୁ ଡିଟେଲ ଲେଭେଲରେ ରିଡିଫାଇନ୍ କରି। ସବୁ ଜିନିଷ ଶ୍ରୀ ଅରବିନ୍ଦଙ୍କ ଟଚ୍ ରେ ନୂତନତ୍ୱ ପାଇଛି। ଗୀତାକୁ ଟଚ୍ କଲେ ଗୀତା ନୂଆ ହେଇଗଲା, ବେଦକୁ ଟଚ୍ କଲେ ବେଦ ନୂଆ ହେଇଗଲା। ଯାହା ବି ଅଛି ସେଟାର ଗୋଟେ ଅତିମାନସ ସ୍ପର୍ଶ ଶ୍ରୀ ଅରବିନ୍ଦ ଦେବାରୁ ସେଟା ଆଉ ଗୋଟେ ମାନେ ଯଥାର୍ଥ ରୂପ ସେ ପ୍ରାପ୍ତ କଲା ମ୍ୟାନିଫେଷ୍ଟେସନରେ। ଯଦିଓ ସେଇ ରିଏଲାଇଜେସନ ରେ ସମାନ ଥିଲା, କିନ୍ତୁ ସେ ଯେତେବେଳେ ମାନେ ପ୍ରାକ୍ଟିକାଲ ଫର୍ମକୁ ଯେତେବେଳେ ଆସୁଛି ସେତେବେଳେ ଶ୍ରୀ ଅରବିନ୍ଦଙ୍କର ଟଚ୍ ରେ ହିଁ ସେଟା ପ୍ରାକ୍ଟିକାଲ ଫର୍ମକୁ ଆସିପାରୁଛି। ସେଥିପାଇଁ ଗୀତା ବି ଯଦି ପଢିବ ଶ୍ରୀ ଅରବିନ୍ଦଙ୍କ ଗୀତା ପଢିବା ଦରକାର। ପ୍ରାକ୍ଟିକାଲି ଶ୍ରୀ ଅରବିନ୍ଦଙ୍କ ଗୀତାକୁ ଯଦି ବୁଝିବାକୁ ଚାହୁଁଛ, ବେଦ ଯଦି ପଢିବାକୁ ଚାହୁଁଛ, ଶ୍ରୀ ଅରବିନ୍ଦଙ୍କର ଲେଖା ଥ୍ରୁରେ ବେଦକୁ ବୁଝିବାକୁ ପଡିବ। ଏଭ୍ରିଥିଙ୍ଗ ସବୁ ଜିନିଷ ଶ୍ରୀ ଅରବିନ୍ଦଙ୍କ ମାଧ୍ୟମରେ ବୁଝିଲେ କଣ କି ସେଟା ପ୍ରାକ୍ଟିକାଲ ଫର୍ମ। ସୁପରମେଣ୍ଟାଲ ଟା କଣ ହଉଛି? ମେଟେରିଆଲ ମ୍ୟାଟର ସହିତ ରିଲେସନସିପ ରଖିପାରୁଛି। ଅନ୍ୟାନ୍ୟ ଚେତନା ମ୍ୟାଟର ସହିତ ରଖିପାରୁନଥିଲା। ତେଣୁ ପ୍ରାକ୍ଟିକାଲ ଫର୍ମ ଟା ନେଇ ଚେତନାରେ ତମେ ରିଏଲାଇଜ କରୁଥିଲ, କିନ୍ତୁ ଯେତେବେଳେ ପ୍ରାକ୍ଟିକାଲ ଫର୍ମକୁ ଆସୁଥିଲ ସେତେବେଳେ ସେ ଯାକ ବିକୃତ ରୂପ ନେଇଯାଉଥିଲା। ଏବେ ସେ ବିକୃତ ରୂପ ନବନି, କାରଣ ଅତିମାନସର ସାମର୍ଥ୍ୟ ରହିଛି ମେଟେରିଆଲ ଲେଭେଲରେ ଉଚ୍ଚତର ଚେତନାକୁ ସମ୍ପର୍କିତ କରି ପ୍ରକାଶିତ କରିପାରିବ। ଆଉ ଯୋଉ ଫାଷ୍ଟ ରୁ ଯୋଉ ଜିନିଷଟା କହୁଥିଲେ ଯେ ଯୋଉ ଶକ୍ତିଟା ପୁରା ବିଶ୍ୱ ବ୍ରହ୍ମାଣ୍ଡକୁ ଚଲେଇଛି, ମତେ ବି ସେଇ ଶକ୍ତିଟା ହିଁ ଚଲେଇଛି। ଏଇ ଜିନିଷଟା ରିଏଲାଇଜେସନ ଟା କଣ ଆପଣ ସେ ଯୋଉ ଓଜସ୍ ର ଯୋଉ କନଭର୍ସନ ପରେ ଜଣା ପଡିବ କି ଭାଇ? ନା ଏଇଟା ଗୋଟେ ଗ୍ରାଜୁଆଲ ପ୍ରୋସେସ, ଧୀରେ ଧୀରେ ସେ ଜାଣିବ, ରାଇଟ୍? ଅଲ୍ ଅଫ୍ ଏ ସଡନ ଜାଣିବନି। ପ୍ରଥମେ ମନରେ ଆମକୁ ସେଇୟାକୁ ଧାରଣା ସବୁ ଆଣିବାକୁ ପଡିବ। ଶ୍ରୀ ଅରବିନ୍ଦ ଯେହେତୁ କହିଛନ୍ତି ମନନ ବାରମ୍ବାର କରିବାକୁ ପଡିବ। କଲା ପରେ ସେ ଧୀରେ ଧୀରେ ଆମର ଅନୁଭବ ସ୍ତରକୁ ଉଠିବ। ଆମେ ଯୋଉ ସ୍ତରରେ ଆମର ଅନୁଭବ ସବୁ ରହିଛି, ଆମେ ଏକ ବୋଲି ଅନୁଭବ କରିପାରୁନୁ। ଯୋଉଟା କରିପାରୁନୁ ସେଇଟାକୁ ହିଁ ମନନ କରିବାକୁ ପଡିବ ଯେ ଆମେ ପ୍ରକୃତରେ ଏକ। ଯଦିଓ ଅନୁଭବ କରୁଛୁ ଆମେ ଅନେକ ବୋଲି, କିନ୍ତୁ ପ୍ରକୃତରେ ଏକ। ଏଇ ବାରମ୍ବାର ମନନ କରିବା ଦ୍ୱାରା ସେ ଏକ୍ସପିରିଏନ୍ସ ଟା ଷ୍ଟ୍ରେନ୍ଥେନ୍ ହବ। ଯଦି ଆମେ ଏଇ ସବୁ ପ୍ରାକ୍ଟିସ କରୁଛୁ, ରେତରୁ ଉଠୁଛୁ ଉପରକୁ ଓଜ ପର୍ଯ୍ୟନ୍ତ, ତାହେଲେ ସେଇ ଯାକ ପ୍ରାକ୍ଟିକାଲ ଫର୍ମ ଆମର ଚେତନାରେ ନେଇପାରିବ। ଅତୀତର ଯୋଗୀମାନେ ନିଜ ଶରୀରକୁ ଅଦୃଶ୍ୟ କରିପାରୁଥିଲେ। ତ ଏହି ଯେଉଁ ପ୍ରକ୍ରିୟା ଥିଲା, ଯୌଗିକ ପ୍ରକ୍ରିୟା ଥିଲା, ଏହାର ରୂପାନ୍ତର ସହ କୌଣସି ସମ୍ପର୍କ ରହିଛି କି? ଏଇଟା ହଉଛି ଅକଲ୍ଟିଜିମ। ଅକଲ୍ଟିଜିମରେ ଡିମେଟେରିଆଲାଇଜେସନ କଥା ମା କହିଛନ୍ତି। ମେଟରଟା ତାର ଯୋଉ ପ୍ରିଭିୟସ ଫର୍ମେସନ ଯୋଉଠୁ ସେ ରୂପ ନେଇଥିଲା, ଶକ୍ତି ପାଖରୁ ରୂପ ନେଇଥିଲା, ଚେତନା ପାଖରୁ ଆସିଥିଲା। ବ୍ରହ୍ମ, ତାପରେ ଚେତନା, ତାପରେ ଶକ୍ତି, ତାପରେ ଇଲେକ୍ଟ୍ରନ, ପ୍ରୋଟନ, ନ୍ୟୁଟ୍ରନ, ତାପରେ ମେଟେରିଆଲ ଫର୍ମ। ଏଇଟା ହଉଛି ପ୍ରୋସେସ ଅଫ ଇଭଲ୍ୟୁସନ ରେ ହେଇଛି। ସିଏ ଅକଲ୍ଟିଜିମରେ କଣ କରେ, ସେ ବ୍ୟାକ୍ କୁ ପଳେଇ
କିନ୍ତୁ ମା କହୁଛନ୍ତି ପ୍ରକୃତରେ ସେ ବ୍ୟାକ୍ କୁ ଯାଇପାରିବନି, ସେଟା ଟେମ୍ପୋରାରୀ ଫେଜ୍ ଭଳିଆ। ସେଥିପାଇଁ ମାଙ୍କୁ ଯେତେବେଳେ ସତ୍ପ୍ରେମ କହିଲେ ମା ରୂପାନ୍ତର ପ୍ରୋସେସ ରେ ଅକଲ୍ଟିଜମ ସାହାଯ୍ୟ କରିବ କି, ମା ସିଧା ମନା କଲେ କୌଣସି ପରମାନେନ୍ସି ଏଥିରେ ନାହିଁ, ପୁଣି ବ୍ୟାକ୍ କରିଯିବ। ଏଇଟା ଆକ୍ଚୁଆଲି ରିଏଲ ଜିନିଷ ନୁହଁ, ଏଇଟା ଗୋଟେ ଡ୍ରାମା ଭଳି ବା ଫିଲ୍ମ ଭଳିଆ। ୟାର କୌଣସି ପ୍ରକାର ଶକ୍ତି ନାହିଁ ପରମାନେନ୍ସି ଆଣିବା ପାଇଁ। ସେଥିପାଇଁ ଏଇଟା ଖାଲି ତମକୁ ଚମକେଇବ ତମ ରାସ୍ତାକୁ, ଆଉ ତାଠୁ ଅଧିକ କିଛି କରିପାରିବନି। ହଁ, ଅକଲ୍ଟିଜମ ଟା ତମକୁ ସୂକ୍ଷ୍ମ ଦୃଷ୍ଟି କିଛି ଦୂର ଦେଖେଇ ପାରିବ, ସେଇ ଦୃଷ୍ଟିରୁ ସେଟା ଯଦି ତମେ ସ୍ୱାଭାବିକ ଭାବରେ ପାଉଛ ତାହେଲେ ଠିକ କଥା, ନହେଲେ ଡେଞ୍ଜରସ୍। ଯେମିତି କେମିକାଲ ଲାବୋରେଟୋରୀ ଭିତରେ ଜଣେ ପଶିଯିବ, କେମିକାଲ୍ସ ବିଷୟରେ କିଛି ଜାଣିନଥିବ, ତାର ଅବସ୍ଥା ଯାହା, ଅକଲ୍ଟିଜମ ଟା ସେୟା। କିନ୍ତୁ ଏଇଟା ପ୍ରାକ୍ଟିକାଲି ଆମର ସ୍ପିରିଚୁଆଲିଟି ମଧ୍ୟ ନୁହଁ, ସ୍ପିରିଚୁଆଲିଟିର ତଳ ଲେଭେଲରେ ଅକଲ୍ଟିଜମ ଆସୁଛି, ତାପରେ ସ୍ପିରିଚୁଆଲିଟି ଆସୁଛି। ତେଣୁ ଏଇଟା ପ୍ରାକ୍ଟିକାଲ ଫର୍ମେସନରେ କିଛି ଇଏ ନାହିଁ, ସେଇଟା ଖାଲି ଚମକେଇ ଦବ ସେ ଦୃଷ୍ଟିକୁ। ଇଣ୍ଡିଭିଜୁଆଲ ଲେଭେଲରେ ଗୋଟେ ସାମୂହ ସ୍ତରରେ ମ୍ୟାଟରର ଯୋଉ ଇଭଲ୍ୟୁସନ କୋଟି କୋଟି ବର୍ଷ ନେଇକିରି ଯୋଉ ଆସିଛି, ତାକୁ ସେ ବ୍ୟାକ୍ କରିପାରିବନି। ତାକୁ ବ୍ୟାକ୍ କରିପାରିବନି, ଓରିଜିନାଲ ମାନେ ଡିସଆପିୟରାନ୍ସ ଲେଭେଲକୁ ନେଇପାରିବନି। ସେଟା ଖାଲି ଗୋଟେ ଇମିଡିଏଟ ପ୍ରୋସେସ। ଯେମିତି ତମେ ଲୁହାକୁ ତରଳେଇ ଦେଲ, ସିଏ ଇଏ ହେଇଗଲା, ଲିକ୍ୱିଡ ହେଇଗଲା, କିନ୍ତୁ କିଛି ସମୟ ଛାଡିଦେଲା ପରେ ପୁଣି ଥରେ ଷ୍ଟ୍ରଙ୍ଗ ହେଇଗଲା, ସେ ଅରିଜିନାଲ ଲିକ୍ୱିଡ ହେଇକି ରହିପାରିଲା। ସେଇଭଳିଆ ଗୋଟେ ଜିନିଷ ଏଇଟା। ସେଥିପାଇଁ ଏଇ ଯାକ ରୂପାନ୍ତର ପାଇଁ କୌଣସି ଭାବରେ ସାହାଯ୍ୟ କରୁନି, ଆଉ ମା ବି ଗୁରୁତ୍ୱ ଦେଇନାହାନ୍ତି। ଯାହାର ଅକଲ୍ଟିଜମ ମାନେ ଶକ୍ତିଟା ଅଟୋମେଟିକ ଆସିବ, ତା ପାଇଁ ସେଟା ବେନିଫିସିଆଲ। ସେ ଯଦି ତାକୁ ସୂକ୍ଷ୍ମ ଦୃଷ୍ଟି ମାନେ ଆମେ ଯୋଉ ଯାହା ସବୁ କାମ ଚାଲିଛି ତା ପଛରେ ଯୋଉ ଫୋର୍ସ କାମ କରୁଛି ସେଟାକୁ ଜାଣିବା ପାଇଁ ଚାହିଁବ, ତାହେଲେ ସେଟା ସାହାଯ୍ୟ କରିବ। ସେତିକି ସିନା, ତାଠୁ ଅଧିକ ରୋଲ ଏଥିରେ ନାହିଁ। ସେଥିପାଇଁ ଆ ଉପରେ ବେଶୀ ଗୁରୁତ୍ୱ ଦିଆହେଇନି। ଏବେ ଦ୍ୱିତୀୟ କ୍ୱେଶ୍ଚିନ୍ ଟା ହଉଛି ଯୋଉ ଶ୍ରୀ ଅରବିନ୍ଦ ସେଠି ଲୁପ୍ତ ଶିକ୍ଷା ବୋଲି ଦୁର୍ଗା ସ୍ତୋତ୍ରରେ ଯୋଉ ଜିନିଷଟା ଲେଖିଛନ୍ତି ସେଇଟା କଣ? ମୁଣି ଲୁପ୍ତ ଶିକ୍ଷା ଅର୍ଥ ଆମେ ଯୋଉଟା ଅତୀତରେ ପାଇଥିଲୁ, ବର୍ତ୍ତମାନ ମେଟେରିଆଲ ୱାର୍ଲଡକୁ ଆସିଲା ପରେ ସେ ଯାକ ଆମ ପଛକୁ ପଳେଇଲା, ପଶ୍ଚାତକୁ ପଳେଇଲା। କାହିଁକି ନା ପ୍ରୋସେସଟା ହଉଛି ସେୟା, ପ୍ରିନ୍ସିପଲ ଅଫ ଏକ୍ସକ୍ଲୁସିଭ କନସେନ୍ଟ୍ରେସନ। ଅର୍ଥାତ୍ ଗୋଟେ ଜିନିଷକୁ ଆମେ ଯେତେବେଳେ ଆଗକୁ ଯାଉଛୁ, ଆଉ କେତେଟାକୁ ପଛରେ ରଖିବାକୁ ପଡୁଛି। ସେମିତି ଆମ ପ୍ରତି ଜନ୍ମରେ ମଧ୍ୟ, ଗତ ଜନ୍ମରେ ଆମେ ଯାହା ରିଏଲାଇଜ କରୁଥିଲୁ, ସେଟା ଯଦି ଏଇ ଜନ୍ମରେ ଆବଶ୍ୟକ ନାହିଁ, ସେ ପଶ୍ଚାତରେ ରହିଯାଉଛି। କିନ୍ତୁ ବହୁତ ଜିନିଷ ଯାକ ଆମେ ଛାଡିକି ଆସିଛୁ, ଆଗକୁ ଆସିଛୁ, ମେଟେରିଆଲ ନଲେଜ ଡେଭଲପ କରିଛୁ। ଅର୍ଥାତ୍ ଅନ୍ୟାନ୍ୟ ଯୋଉ ସୂକ୍ଷ୍ମ ଜ୍ଞାନ ସବୁ ଆମର ଥିଲା, ସେ ଯାକ ଆମ ପାଇଁ ଲୁପ୍ତ ହେଇଗଲା। ଠିକ ସମୟରେ ସେଟା ପୁଣି ଆବଶ୍ୟକ ପଡିବ, ସେ ଯାକ ଆକ୍ଟିଭ ହବ। ସେଥିପାଇଁ ସେ ପ୍ରାର୍ଥନା କରିଛନ୍ତି ସେ ଲୁପ୍ତ ଜ୍ଞାନ ସବୁ ପୁଣି ଥରେ ବର୍ତ୍ତମାନ ଯୋଉ ଟ୍ରାନ୍ସଫର୍ମେସନ ପାଇଁ ଯେତେ ସବୁ ଏକ୍ସପିରିଏନ୍ସ ସବୁ ଆମର ଆସିଥିଲା, ସେ ସବୁର ଆବଶ୍ୟକତା ପଡିବ। ସେ ସବୁ ପୁଣି ହାରମୋନାଇଜଡ ହବ। ଯେମିତି ଗୋଟେ ଗୋଟେ ପାର୍ଟ ତମେ ତିଆରି କରୁଛ ଗୋଟେ ଗାଡିର, ସେ ଯାକ ଡିଫରେଣ୍ଟ ଲେଭେଲରେ ତିଆରି ହଉଛି। ଗୋଟେ ପାର୍ଟ ତିଆରି କଲା ପରେ ଆଉ ଗୋଟେ ପାର୍ଟରେ ଯେତେବେଳେ ତମେ କନସେନ୍ଟ୍ରେଟ କରୁଛ, ସେଇ ଜ୍ଞାନଟା ସେଠି ଲୁପ୍ତ ହେଇଯାଉଛି। ତମେ ଏଇ ଜ୍ଞାନକୁ ନେଇ କାମ କରୁଛ। ଏମିତି ୱାନ୍ ବାଇ ୱାନ୍ କରିବାର କାପାସିଟି ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି। ତେଣୁ ଗୋଟେ ଜିନିଷ କଲା ବେଳକୁ ଆଉ ଗୋଟେ ଜିନିଷକୁ, ତମ ମନେକର କଳାକାର, ଯେତେବେଳେ ଡାକ୍ତରୀ ବି ହେଇଛ, ଡାକ୍ତରୀ ଅପରେସନ ବେଳକୁ ତମେ ଗୀତ ଗାଇଲେ ହବନି ନା, ସେଇ ପାର୍ଟଟା ତମ ବ୍ୟାକ୍ କୁ ପଳେଇଯିବ। ତେଣୁ ଯେତେ ସବୁ ଆମର ଅତୀତର ଅନୁଭବ ସବୁ ଥିଲା, ସୂକ୍ଷ୍ମ ସ୍ତରର ବା ଆମର ବିଭିନ୍ନ ଚେତନାର ସ୍ତରର ଅନୁଭବ ସବୁ ଥିଲା, ସେ ବ୍ୟାକ୍ କୁ ଯାଇଛି। କାରଣ ମେଟେରିଆଲ ଲେଭେଲକୁ ଆମେ ଆସିଛୁ, ମେଟେରିଆଲ ଲେଭେଲକୁ କେବେ ବି କିଏ ଆସିନଥିଲା। ସେଥିପାଇଁ ସେ ସବୁ ବ୍ୟାକ୍ ହେଇଯାଇଛି। ସେଟା ପୁଣି ଥରେ ମ୍ୟାଟର ଉପରେ ମାଷ୍ଟର ଆସିଲା ପରେ ପୁଣି ଥରେ ସେମାନେ ଆସିବେ, ସମ୍ମୁଖକୁ ଆସିବେ। ସେମାନେ ସବୁ ହାରମୋନାଇଜଡ ହେବେ ଅତିମାନ ଶକ୍ତି ଦ୍ଵାରା। ପୁରାପୁରି ଭାବରେ ସବୁ ଯେତେ ସବୁ ଲୁପ୍ତ ଶିକ୍ଷା ସବୁ ରହିଛି, ସେ ପୁଣି ବ୍ୟକ୍ତ ହବ। କିନ୍ତୁ ସଙ୍ଗତିପୂର୍ଣ୍ଣ ଭାବରେ ବ୍ୟକ୍ତ ହବ। ସେମାନେ ଲିଡର ହେଇକି ଆସିବେନି, ଏକ୍ସକ୍ଲୁସିଭଲି ଆସିବେନି। ସେମାନେ ହାରମୋନିୟସ ୱେରେ ଏକ୍ସପ୍ରେସ କରିବେ। ଯେମିତି ବିଭିନ୍ନ ଇନଷ୍ଟ୍ରୁମେଣ୍ଟ, ଆମ ଗୀତ ଗାଇବାର ବିଭିନ୍ନ ଇନଷ୍ଟ୍ରୁମେଣ୍ଟ ସବୁ, ସେମାନେ ସ୍ୱତନ୍ତ୍ର ଭାବରେ ହାରମୋନିୟମ ଭାବରେ ବାଜିବନି କି ଡୁବି ତାବଲା ବାଜିବନି। ସେମାନେ ଗୋଟେ ସଙ୍ଗତିପୂର୍ଣ୍ଣ ଭାବରେ ଗୀତ ଭିତରେ ସାମିଲ ହେଇଯିବେ। ସେଇଭଳିଆ ଲୁପ୍ତ ଶିକ୍ଷା ଯେତେ ସବୁ ଥିଲା, ସେମାନେ ଏକ୍ସକ୍ଲୁସିଭ ଥିଲା। ସେ ଯାକ ଗୋଟେ ଗୋଟେ ଲେଭେଲରେ ଜଣେ ସ୍ପେଶାଲିଷ୍ଟ ହେଇକି ଥିଲେ। କିନ୍ତୁ ସେଇଟା ଏବେ ହବନି। ଏବେ କେବଳ ଅତିମାନ ଶକ୍ତି କଣ କରିବ, ସୁପ୍ରିମଙ୍କର ଶକ୍ତିର ଚାରିଆଡେ ସେ ସବୁକୁ ଏଷ୍ଟାବ୍ଲିଶ କରିବ। ପରମଙ୍କର ଯୋଉ ସେଣ୍ଟ୍ରାଲ କନସିୟସନେସ୍ ଅଛି, ତାରି ଚାରିଆଡେ ସବୁ ଯେତେ ସବୁ ଭେରାଇଟି ଅଫ ଏଜୁକେସନ ମାନେ ଏକ୍ସପିରିଏନ୍ସେସ୍,
ସେ ସବୁ ହାରମୋନାଇଜ ହେଇକି ତାର ନିଜ ନିଜ ପ୍ଲେସମେଣ୍ଟ ସେମାନେ ପାଇବେ। ସୁପ୍ରାମେଣ୍ଟାଲ ମ୍ୟାନିଫେଷ୍ଟେସନ ପରେ ହିଁ ସେଇ ଜିନିଷଟି ଆସିବ, କିନ୍ତୁ ତା ପୂର୍ବରୁ ତା ବିଷୟରେ ତାର କୌଣସି ଆବଶ୍ୟକତା ନାହିଁ ଯୋଗ ମାର୍ଗରେ। ଆବଶ୍ୟକତା ଯଦି ଅଛି ମା ସେଇ ସମୟରେ ତମକୁ ସେଇଟା ଆଣିକି ଦେବେ। ଆମେ ତା ପଛରେ ଗୋଡେଇବୁନି। ଯାହା ଆବଶ୍ୟକ ମାଙ୍କୁ ପଚରାଲା ତନ୍ତ୍ର ସାଧନ ଯୋଉ ଚାଲିଛି, ଚକ୍ର ଆମର ବିଭିନ୍ନ ଚକ୍ର ସବୁ ଅଛି, ଏସବୁ ଓପନ କରିବାର ଆବଶ୍ୟକତା ଅଛି କି? ମା କହିଲେ ସେ ଦାୟିତ୍ୱଟା ମୋର, ତମର ନାହିଁ। ଅତୀତରେ ଆମର ଥିଲା ନିଜେ ହିଁ ଆମର ମୂଳାଧାରଠୁ ଉପର ପର୍ଯ୍ୟନ୍ତ ସହସ୍ରାଦଳ ପର୍ଯ୍ୟନ୍ତ ସବୁ ଚକ୍ରକୁ ଓପନ କରିବାର ଦାୟିତ୍ୱ ଆମର ଥିଲା। ବର୍ତ୍ତମାନ ଆମର ଦାୟିତ୍ୱ କେବଳ ମା ଯାହା ଚାହିଁବେ ତାହା କରିବୁ, ଆଉ ମା ଆମ ପାଇଁ ଯାହା ଦରକାର ସେ ଦେବେ। ଯୋଉ ଚକ୍ର ଓପନ କରିବାର ଅଛି, ଯୋଉ ଶକ୍ତି ଆମର ଜାଗ୍ରତ କରିବାର ଅଛି, ଯୋଉ ଅତୀତର ଏକ୍ସପିରିଏନ୍ସ ସବୁକୁ ଆକ୍ଟିଭ କରିବାର ଅଛି, ସେ ସବୁର ମ୍ୟାନେଜମେଣ୍ଟ ମା କରୁଛନ୍ତି। ସେଥିରେ ଆମେ ହାତ ପଶିଲେ ଓଲଟା କରିବୁ, ଯେତେବେଳେ ଯୋଉଟା ଦରକାର ନାହିଁ ସେଟା ଅନ୍ କରିଦବୁ।